206ତମ ୱେବିନାରରେ ଏକ ବିଶେଷ ବିଷୟ ନେଇ ଆସୁଛନ୍ତି ଆମର ବରିଷ୍ଠ ଏବଂ ଚିରଚଞ୍ଚଳ ସଦସ୍ୟ ପ୍ରଫେସର ଶୁଭେନ୍ଦୁ କୁମାର ଦାସ। ତାଙ୍କର ବିଷୟଟି ହେଲା ବରିଷ୍ଠ ନାଗରିକଙ୍କ ପାଇଁ ଘରୋଇ ସୁରକ୍ଷା। ଏଇଟା ଆମ ସମସ୍ତଙ୍କ ପାଇଁ ନିଶ୍ଚିତରେ ଉପାଦେୟ ତଥା ସମାଜରେ ଯେତେ ବି ବରିଷ୍ଠ ବ୍ୟକ୍ତି ଅଛନ୍ତି ସେମାନଙ୍କର ସୁରକ୍ଷା ପ୍ରତି କେମିତି ଧ୍ୟାନ ଦିଆଯାଇପାରିବ ସେଥିପ୍ରତି ସଚେତନ ଧର୍ମୀ ଏକ ବକ୍ତବ୍ୟ ଆଜି ସେ ଆମମାନଙ୍କ ସାମ୍ନାରେ ଉପସ୍ଥାପନ କରିବେ। ଆଜିର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବେ ଆମ ସଂଯୋଗର ବରିଷ୍ଠ ଏବଂ ବିଶେଷ ସଦସ୍ୟ ଡକ୍ଟର ହେମନ୍ତ କୁମାର ଦାସ। ତାଙ୍କୁ ମଧ୍ୟ ସ୍ୱାଗତ ଏବଂ ନମସ୍କାର। ଆଜିର କାର୍ଯ୍ୟକ୍ରମରେ ସମାପନ କରିବେ ଆମର ଭାଇ ବିଷ୍ଣୁ ଚରଣ ସାହୁ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ। ତାଙ୍କୁ ମଧ୍ୟ ସ୍ୱାଗତ ଏବଂ ନମସ୍କାର। ଆଜିର କାର୍ଯ୍ୟକ୍ରମରେ ଯେତେ ଜଣ ବି ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଆଉ ଥରେ ମୁଁ ସ୍ୱାଗତ ଜଣାଇ ଆଜିର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ପାଇଁ ଭାଇ ଡକ୍ଟର ହେମନ୍ତ କୁମାର ଦାସ ମହୋଦୟଙ୍କୁ ମୁଁ ମଞ୍ଚଟି ହସ୍ତାନ୍ତର କରୁଛି। ଭାଇ, ମଞ୍ଚଟି ବର୍ତ୍ତମାନ ଆପଣଙ୍କର। ଭାଇ ହେମନ୍ତ କୁମାର ଦାସ। ସାର୍ ଅନମ୍ୟୁଟ୍ କରନ୍ତୁ। हाँ ठीक अच्छे। जय जगन्नाथ समस्त नमस्कार। आज आभासी कार्यक्रम जो भाई भौणी मैंने जोग देइछन्ति अनेक अनेक शुभेच्छा। आज आमर 206तम संजोगर आभासी कार्यक्रम। यही कार्यक्रम रे आज आमर प्रवक्ता अति विशिष्ट जड़े इंजीनियर टेक्नोक्राट प्रोफेसर शुभेन्दु कुमार दास। तांकर कार्यक्रम रहिबो, तांकर विषय रहिबो वरिष्ठ नागरिकों घरोई सुरक्षा। आजिर कार्यक्रम पई मते संचालक हिसाब से ग्रहण करथिबारु मु संजोग परिवार और मुख्यतः सुतार भाई पाखे अत्यंत कृतज्ञ। आमर कार्यक्रम आरंभ करिया पूर्वरु आजिर गोटे विशेष संवाद मु आपण मानक पाखु संजोगर भाई भौणी मानक पाखु देबी। आज आमर जने वरिष्ठ सम्मानिया भौणी लोपामुद्रा महांतीकर 80तम जन्मदिन थिला। आज तांकर जन्मदिन रे तांकर समस्त शरीर समाज में दान करिसेंति। एते बड़ कार्यक्रम आम पे आमे सेति पे बहुत गर्वित एवं संजोग तरफ आमे तांको अशेष धन्यवाद दउचु। आ आमर केते भाई भौणी मध्य सेठारे उपस्थित रही आज ए कार्यक्रम रे तांको धन्यवाद देइछन्ति एवं कार्यक्रम अनुभव करछन्ति। तेणु तांको आज विशेष विशेष धन्यवाद। आ भगवान तांकर मंगल करंतु, सुस्थ कामना आमे करछु, तांकर सुस्थ जीवन कामना करछु। वर्तमान आसीबा आमर कार्यक्रम को। आज आमर कार्यक्रम पूर्वरु कार्यक्रम विषय कहला पूर्वरु मु टिके पारंपरिक दृष्टि संजोग आउ ह्यूमन पोटेंशियल डेवलपमेंट ट्रस्ट विषय पदे कहबी। जदि बा समस्ते भाई भौणी ए विषय जानिछन्ति, पारंपरिक दृष्टि आमर से विषय टिके आलोचना करिबा विधेय। आपण माने सब जानिछन्ति ह्यूमन पोटेंशियल डेवलपमेंट ट्रस्ट 2012 रु आमर प्रिय हर भाई द्वारा गठित होती समाज को दलित वर्गर लोकन को सेवा करने से तांकर चाकरी छाड़ी ए कार्यक्रम रे जोग देइछन्ति। से एथरे गोटे पैसा सरकार एपर्यंत ग्रहण करिना। पब्लिक डोनेशन एटा चलीची एवं जो माने आमर समाजर पछ श्रेणी युवक रही से केवल निजे किभली निज गोड़े ठिया ही पारिबे से प्रचेष्टा तांकर चालू रही। तेणु तारी एक विशेष अंग भावे संयोगर सृष्टि 2020 जेतोले आमर पैंडेमिक हितला, कोविड चलला, से समय तांको मुंडू मध्य चिंता आसीथिला जे आमर
ଏ ବରିଷ୍ଠ ନାଗରିକ ମାନଙ୍କର ଅବସ୍ଥା କଣ, ସେମାନେ କିପରି ଭଲରେ ରହିପାରିବେ, କାହା ସହିତ ପଦେ କଥା ହେବେ, ସେଇଥିରେ ସୃଷ୍ଟି ହେଲା ଏ ପ୍ରକାର ଗୋଟିଏ ବଡ ପରିବାର। ଆଜି ଏକ ବିଶାଳ ପରିବାର ସୃଷ୍ଟି ହେଇଛି ସଂଯୋଗ। ସେଇ ସଂଯୋଗରେ ଆମର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଆଜି 206ତମ ଆଭାସୀ କାର୍ଯ୍ୟକ୍ରମରେ ପହଞ୍ଚିଛେ ଏବଂ ଆମର ଆଜିର କାର୍ଯ୍ୟକ୍ରମରେ ପ୍ରଫେସର ଶୁଭେନ୍ଦୁ କୁମାର ଦାସ ତାଙ୍କର ଗୋଟିଏ ବକ୍ତବ୍ୟ ପ୍ରଦାନ କରିବେ। ସେ ଆଜି ବରିଷ୍ଠ ନାଗରିକ ବିଷୟରେ କହିବେ। ବରିଷ୍ଠ ନାଗରିକ ଶବ୍ଦ ଆକ୍ଚୁଆଲି ସେ କେବଳ ଅଫିସିଆଲ ପର୍ପସରେ ସୃଷ୍ଟି ହେଇଛି। ବରିଷ୍ଠ 60 ବର୍ଷରୁ ଅଧିକା ହେଲେ ସରକାରଙ୍କର ସେମାନେ ହେଲେ ବରିଷ୍ଠ ନାଗରିକ। କିନ୍ତୁ ବରିଷ୍ଠ ନାଗରିକଙ୍କର ଘରୋଇ ସୁରକ୍ଷା ଏଇ ଯୋଉ ବିଷୟରେ କହିବେ, ସେ ସୁରକ୍ଷାଟା ଆମର ସମସ୍ତଙ୍କର ଦରକାର ହବ। ସେ 50 ବର୍ଷରୁ ହଉ, 60 ବର୍ଷରୁ ଉର୍ଦ୍ଧ୍ୱ ହଉ ନ ହଉ, ସମସ୍ତଙ୍କ ପାଇଁ ସେ ସୁରକ୍ଷା ଦରକାର। ଯେ କେବଳ 60 ବର୍ଷରୁ ଅଧିକା ହେଲେ ବରିଷ୍ଠ ନାଗରିକ ସୁରକ୍ଷା ହବ ସେ କଥା ନୁହେଁ, ଏଟା ବଡ ଉପାଦେୟ ଜିନିଷ। ଶୁଭେନ୍ଦୁ ଦାସ ଜଣେ ଇଞ୍ଜିନିୟର, ବରିଷ୍ଠ ଇଞ୍ଜିନିୟର, ଟେକ୍ନୋକ୍ରାଟ। ବିଷୟଟା ଚିନ୍ତା କଲେ କାହିଁକି ଆପଣ ମାନେ କୋଉଠି ନା ସେ ରୁମ ରେ ବସି ଆସନ୍ତି ଆଜ୍ଞା। କଣ ଡିଷ୍ଟର୍ବ ହଉଛି କି ଆଜ୍ଞା? ମୁଁ କହିଲି ସେବା ଏଗ୍ରିମେଣ୍ଟ ହେଇଯାଉ ଚାବି ଦେଲେଣି, ଅଫିସିଆଲି ତ ମିଳିନି ଆମକୁ ନା, ଖାଲି ସିନା କାଗଜ ହେଇଛି ଅଧା। ବରିଷ୍ଠ ନାଗରିକ ପାଇସାରିଲା ପରେ ଯାହା ହବ ନା। ଚିନ୍ତା କଲେ ଯେଉଁମାନେ ଅଡିଓ ତାଙ୍କର ଅନ୍ କରୁଛନ୍ତି ଦୟାକରି ବନ୍ଦ କରିଦିଅନ୍ତୁ, ଦୟାକରି ବନ୍ଦ କରିଦିଅନ୍ତୁ। ତେଣୁ ଏ ପ୍ରକାର ଗୋଟିଏ ବିଷୟ ସେ ଚିନ୍ତା କରିବାର ବା କହିବାର ଗୋଟେ ନିଶ୍ଚିତ ଉଦ୍ଦେଶ୍ୟ ଅଛି। ସେ ଗୋଟେ ଅଲଗା ପ୍ରକାରର ଲୋକ। ଏଇଠି ସେ ଡାକ୍ତର ନୁହନ୍ତି, ସେ ଏନଜିଓ ସଂସ୍ଥାର ନୁହନ୍ତି ଯେଉଁମାନଙ୍କୁ ସଚେତନ କରିବେ ସମାଜକୁ ଆସିକି। କିନ୍ତୁ ସେ ଜଣେ ଇଞ୍ଜିନିୟର ହେଇକି, ଟେକ୍ନୋକ୍ରାଟ ହେଇକି ଏ ବିଷୟ ଚିନ୍ତା କରିବାର ଲକ୍ଷ୍ୟ ହେଲା ସେ ଗୋଟେ ବିଭିନ୍ନ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଆପଣମାନେ ତାଙ୍କୁ ଜାଣିଛନ୍ତି, ବିଭିନ୍ନ ଡ୍ରାମା, ନାଚ, ଗୀତ, ସେ ନିଜକୁ ମଜେଇ ରଖିବା ପାଇଁ ସବୁବେଳେ ଚାହାନ୍ତି। ସେ ଗୋଟେ ଫନି ମ୍ୟାନ୍। କଥାରେ କୁହାଯାଇଛି, ଇଫ ୟୁ ଡୋଣ୍ଟ ଷ୍ଟପ୍ ଇଫ ୟୁ ଷ୍ଟପ୍ ହ୍ୟାଭିଂ ଫନ୍ ୟୁ ଗେଟ୍ ଓଲ୍ଡର ଫାଷ୍ଟ। ତେଣୁ ଫନ୍ କରିବା ବା ଏ ଯୋଉ କୌତୁହଳ ସୃଷ୍ଟି କରିବା ତାଙ୍କ ଜୀବନରେ ସବୁବେଳେ ସେ ଭାରି ମଜାଦାର ଲୋକ। ତେଣୁ ସିଏ ବୋଧେ ଜମା ବରିଷ୍ଠ ବା ଓଲ୍ଡର ହେବେ ନାହିଁ, ସେ କଥା ଜଣାପଡେ। ଆଉ ଗୋଟେ କଥା, ବଢିଆ କଥାଟି ଯେ ଆମେ ଯେତେବେଳେ କହୁଛେ ଲମ୍ବା ଜୀବନ ବଞ୍ଚିବା, ସେ ଲମ୍ବା ଜୀବନ ବଞ୍ଚିବା ଯେତେବେଳେ ହବ, ବରିଷ୍ଠତା ତ ନିଶ୍ଚୟ ଆସିବ। ବରିଷ୍ଠ ନାଗରିକ ତ ତାର ଗୋଟେ ଅଂଶ ହବ। ତେଣୁ ବରିଷ୍ଠ ନାଗରିକ ଅଂଶ ନହେଲେ ଆମେ ତ ଲମ୍ବା ଜୀବନ ବଞ୍ଚି ପାରିବା ନାହିଁ। ତେଣୁ ସେଇ ଲମ୍ବା ଜୀବନ ଭିତରେ କେମିତି ନିଜକୁ ସୁରକ୍ଷା ଦେଇ ଭଲରେ ବଞ୍ଚିବା, ଏଇଟା ହିଁ ଆମର ଲକ୍ଷ୍ୟ। ଆଜିର ବିଷୟର ଉପାଦେୟତା ସେଇଥିରୁ ଜଣାପଡିବ। ମାର୍କ ଟ୍ୱାଇନ୍ ଥରେ କହିଥିଲେ, ଏଜ୍ ଇଜ୍ ଆନ୍ ଇସ୍ୟୁ ଅଫ୍ ମାଇଣ୍ଡ, ଏଜ୍ ଇଜ୍ ଆନ୍ ଇସ୍ୟୁ ଅଫ୍ ମାଇଣ୍ଡ ଓଭର ମ୍ୟାଟର। ଇଫ ୟୁ ଡୋଣ୍ଟ ମାଇଣ୍ଡ ଇଟ୍ ଡଜଣ୍ଟ ମ୍ୟାଟର। କଣ ତମର ହଉଛି ଯଦି ସବୁବେଳେ ଭାବିବ, ତାହେଲେ ସେଇଟା ଗୋଟେ ମ୍ୟାଟର କରିପାରେ ତମକୁ। ଯଦି କଣ ହଉଛି ସେ ବିଷୟରେ କିଛି ନ ଭାବିଲ, ତାହେଲେ ତମର କିଛି ନାହିଁ, ବିଶେଷ କିଛି ଅସୁବିଧା ହବ ନାହିଁ, ତମର ଠିକ ଠାକ ସବୁ ଚାଲିବ। ତେଣୁ ଏଇ ବିଷୟରେ ଜାଣିବା ପୂର୍ବରୁ ବର୍ତ୍ତମାନ ମୁଁ ଆଉ ଗୋଟେ କଥା ଆପଣ ମାନେ ଜାଣିଥିବେ। ଆମେ ଜାଣିଛେ ଜାପାନ କେତେ ଉନ୍ନତ ଦେଶ। ଜାପାନର ଗୋଟେ ସହର ଅଛି, ଗୋଟେ ଛୋଟିଆ ଗାଁ ଓକିନାୱା। ସେ ଓକିନାୱାରେ କଣ ହେଇଛି, ପୃଥିବୀର 100 ବର୍ଷରୁ ଅଧିକା ଲୋକ, ଚାର କନସେନ୍ଟ୍ରେସନ ସେଠି ସବୁଠୁ ବେଶୀ। ସେମାନଙ୍କର ଚଳଣି ଏବଂ ସେମାନେ ଲକ୍ଷ୍ୟ କରିବେ ସେମାନଙ୍କ ଚଳଣି ଏବଂ ସେମାନଙ୍କର ଜୀବନର ସୁରକ୍ଷା ସେଇମାନେ କରିଛନ୍ତି। ତେଣୁ ସେଇ ଭଳି ଜାପାନର ବହୁତ ଅଂଶ ଅଛି, କିନ୍ତୁ ସେଇ ଗୋଟିକ ଜାଗା ଓକିନାୱା, ସେଇଟା ଭାରି ପ୍ରସିଦ୍ଧ ପୃଥିବୀରେ। ଯଦି 100 ବର୍ଷରୁ ଅଧିକା ଲୋକ ବଞ୍ଚିଛନ୍ତି। ଆମେ ବର୍ତ୍ତମାନ ତ ଶୁଭେନ୍ଦୁ ଭାଇକି ସ୍ୱାଗତ କରିବା, ତା ପୂର୍ବରୁ ତାଙ୍କ ବିଷୟରେ ମୁଁ ପଦେ, ମତେ ଯୋଉ ରିପୋର୍ଟ ଦିଆହେଇଛି ସେ ବିଷୟରେ ତାଙ୍କର ଇଣ୍ଟ୍ରୋଡକ୍ସନ ହିସାବରେ ମୁଁ ପଢିବି, ତାପରେ ସିଏ ତାଙ୍କର ଆରମ୍ଭ କରିବେ ବକ୍ତବ୍ୟ। ପ୍ରଫେସର ଶୁଭେନ୍ଦୁ କୁମାର ଦାସ, ବୁର୍ଲା ଇଞ୍ଜିନିୟରିଂ କଲେଜର 1976 ବ୍ୟାଚର ମେକାନିକାଲ ଇଞ୍ଜିନିୟର ପ୍ରଫେସର ଶୁଭେନ୍ଦୁ କୁମାର ଦାସ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଟେରିଆଲ ମ୍ୟାନେଜମେଣ୍ଟରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି। ସିମେଣ୍ଟ, ଷ୍ଟିଲ, ସାର, ବାରୁଦ ଉତ୍ପାଦନ କରୁଥିବା ବିଭିନ୍ନ ଖ୍ୟାତିସମ୍ପନ୍ନ ସଂସ୍ଥାରେ 36 ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟ କରି ଅବସର ନେଲା ପରେ
8 ବର୍ଷ ଧରି ସେ ଭୁବନେଶ୍ୱର କେଜିଆଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ରେ ବୈଷୟିକ ଓ ପରିଚାଳନା ବିଷୟରେ ବିଟେକ୍ ଓ MBA ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିଛନ୍ତି। ISO 9000 ଏବଂ ISO 14000 କ୍ୱାଲିଟି ଓ ଏନଭାୟରନମେଣ୍ଟାଲ ସିଷ୍ଟମ ର ଜଣେ ଦକ୍ଷ ଲିଡ୍ ଅଡିଟର ହିସାବରେ ତାଙ୍କର ଭାରତ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ଟେଷ୍ଟ ଇଞ୍ଜିନିୟର ଭାବରେ ସୁନାମ ରହିଛି। ପ୍ରଫେସର ଦାସ ଜଣେ ସୁବିଖ୍ୟାତ ବକ୍ତା ଓ ପ୍ରେରଣାଦାୟୀ ମାର୍ଗଦର୍ଶକ ଭାବରେ ମଧ୍ୟ ଦେଶ ବିଦେଶରେ ଯଶ ଅର୍ଜନ କରିଛନ୍ତି। ଏତଦ୍ ବ୍ୟତୀତ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଆକର୍ଷଣୀୟ ଦିଗଟି ହେଲା ସେ ଜଣେ ଯଶସ୍ୱୀ ସଙ୍ଗୀତଜ୍ଞ, ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ। ଏ ସବୁର ଗୁଣର ସମାହାର ପ୍ରଫେସର ଶୁଭେନ୍ଦୁ କୁମାର ଦାସଙ୍କ ପାଖରେ ଅଛି। ସେ ଖାଲି ଇଞ୍ଜିନିୟର ନୁହନ୍ତି। ତେଣୁ ଆଜି ବକ୍ତବ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଯୋଉ ସୁରକ୍ଷା ବିଷୟରେ କହିବେ ବହୁତ ମଜେଇକି ଆମକୁ କହିବେ। ଅତି ଭଲ ବିଷୟଟିଏ। ବର୍ତ୍ତମାନ ଶୁଭେନ୍ଦୁ କୁମାର ଦାସକୁ ମୁଁ ସ୍ୱାଗତ କରିବି। ତାଙ୍କର ସମୟ 45 ମିନିଟ। ସେ ସେଇ 45 ମିନିଟ ଭିତରେ କହିବେ। ତାପରେ ଆମେ କ୍ୱେଶ୍ଚିନ୍ ଆଣ୍ଡ ଆନ୍ସର କରିବା। ତାଙ୍କୁ ଯାହା କ୍ୱେଶ୍ଚିନ୍ ପଚାରିବାର ଥିବ ଆପଣ ମାନେ ପଚାରିବେ। କିନ୍ତୁ ବର୍ତ୍ତମାନ ଅନୁରୋଧ ସମସ୍ତେ ତାଙ୍କର ଅଡିଓ ଭିଡିଓକୁ ମ୍ୟୁଟ କରିଦେବେ, ବନ୍ଦ ରଖିବେ। ଯେତେବେଳେ ପଚରାଯିବ ତାଙ୍କର ବକ୍ତବ୍ୟ ସରିବ ସେତେବେଳେ ଆପଣ ଖୋଲିକି ପଚାରି ପାରିବେ। ତେଣୁ ଏତିକି କହି ମୁଁ ବର୍ତ୍ତମାନ ପ୍ରଫେସର ଶୁଭେନ୍ଦୁ କୁମାର ଦାସଙ୍କୁ ସ୍ୱାଗତ କରିବି। ସେ ତାଙ୍କର ବକ୍ତବ୍ୟ ପ୍ରଦାନ କରିବେ। ପ୍ରଫେସର ଶୁଭେନ୍ଦୁ କୁମାର ଦାସ। ଧନ୍ୟବାଦ ଡକ୍ଟର ହେମନ୍ତ କୁମାର ଦାସ ଭାଇ। ଜୟ ଜଗନ୍ନାଥ। ଆଜିର ଉପସ୍ଥିତ ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋର ସଭକ୍ତି ପ୍ରଣାମ। ଆଜିର ଆଲୋଚନାର ବିଷୟ ହେଲା ସୁରକ୍ଷା, ବରିଷ୍ଠ ନାଗରିକଙ୍କ ଘରୋଇ ସୁରକ୍ଷା। ତ ହେମନ୍ତ ଭାଇ ଯାହା କହିଲେ ଯେ ସୁରକ୍ଷା କେବଳ ବରିଷ୍ଠ ନାଗରିକଙ୍କ ପାଇଁ ନୁହଁ, ସୁରକ୍ଷା ସମସ୍ତଙ୍କ ପାଇଁ। ଗୋଟେ ଜନ୍ମ ହେଇଥିବା ପିଲାଠୁ ଆରମ୍ଭ କରିକିରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କର ସୁରକ୍ଷା ଦରକାର। ତ ଏଇଟା ଯେହେତୁ ଆମର ଗୋଟେ ବରିଷ୍ଠ ନାଗରିକଙ୍କ ସଂସ୍ଥା, ବରିଷ୍ଠ ନାଗରିକ ମାନେ ଏଥିରେ ସଦସ୍ୟ ଅଛନ୍ତି, ସେଥିପାଇଁ ଏଇଟା ଗୋଟେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ଘରୋଇ ସୁରକ୍ଷା ଟପିକ ଉପରେ ଆମେ ଟିକେ ତାଙ୍କୁ ଟିକେ ଦୃଷ୍ଟି ଆକର୍ଷଣ, ବରିଷ୍ଠ ନାଗରିକଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଟିକେ ତାଙ୍କର ଯାହା ସୁରକ୍ଷା ନିୟମ କି ସୁରକ୍ଷାର ଯାହା ଟିପ୍ସ ଆମେ କହିପାରିବା ସେଗୁଡାକ ଟିକେ ଆମେ ଆଲୋଚନା କରିବା। ଆଚ୍ଛା, ଘରୋଇ ସୁରକ୍ଷାର ଅର୍ଥ କଣ? ଘରୋଇ ସୁରକ୍ଷା ମାନେ ପ୍ରାଇଭେଟ ସେଫ୍ଟି ନା କଣ? ପ୍ରାଇଭେଟ ସେଫ୍ଟି ନୁହଁ। ଆମେ କହୁଛେ ଘରୋଇ ହସ୍ପିଟାଲ, ମାନେ ଘରୋଇ ଡାକ୍ତରଖାନାକୁ ଆମେ କହୁଛେ ପ୍ରାଇଭେଟ ହସ୍ପିଟାଲ। ପ୍ରାଇଭେଟ ହସ୍ପିଟାଲ କିନ୍ତୁ ସୁରକ୍ଷା ଦୃଷ୍ଟିରେ ଘରୋଇ ସୁରକ୍ଷା ବା କୋ ପ୍ରାଇଭେଟ ସେଫ୍ଟି ବୋଲି କହି ହବନି। ଆମେ ସେଟାକୁ କହିପାରିବା ଯେ ଏଇଟା ଆମର ନିଜସ୍ୱ ସୁରକ୍ଷା ବା ନିଜସ୍ୱ ସୁରକ୍ଷା, ବା ଆମେ ଆଉ ଗୋଟେ ଅର୍ଥରେ କହିଲେ ମଧ୍ୟ କହିବା ଯେ ଘର ଭିତରେ ଯୋଉ ସୁରକ୍ଷା ଆମେ କରିବା, ଘର ଭିତରେ ଯୋଉ ସୁରକ୍ଷା ପାଳନ କରିବା, ସେଇ ଜିନିଷ ଗୁଡାକୁ ଆମେ କହିପାରିବା ଯେ ଘରୋଇ ସୁରକ୍ଷା। ତ ଏବେ ଆଲୋଚନାକୁ ମୁଁ ଆଜି 7 ଭାଗରେ ବିଭକ୍ତ କରିଛି। କିନ୍ତୁ 7 ଭାଗ ଶୁଣିଲା ବେଳକୁ ବୋଧେ ଆପଣଙ୍କୁ ଡର ଲାଗୁଛି, କାହିଁକି ନା ବହୁତ ସମୟ ଏ ଲୋକ କହିବ, ବୋର କରିବ ସବୁ। କିନ୍ତୁ ମୁଁ କିଛି ବୋର କରିବିନି, କାହିଁକିନା ମୁଁ ସମୟ ଭିତରେ ନିଶ୍ଚୟ ସାରିବି। ଆଉ ସମୟକୁ ଆମେ ସଂଯୋଗର ସମସ୍ତେ ସମ୍ମାନ ଦିଅନ୍ତି। ଆଉ ଏ ଆଲୋଚନା ମୁଁ ଆରମ୍ଭ କରିବି ମହିଳା ମାନଙ୍କ ପାଖରୁ, କାହିଁକି ନା ମହିଳା ମାନେ ହଉଛନ୍ତି ପ୍ରଥମ, ଲେଡିଜ ଫାଷ୍ଟ କଥାରେ ଅଛି। ଆଉ ଯଦି ମହିଳା ମାନଙ୍କ ଠୁ ଆରମ୍ଭ ନ କରିବି ତାହେଲେ ମୋର ନିଶ୍ଚୟ ଅସୁବିଧା ହବ। ସେଥିପାଇଁ ମହିଳା ମାନଙ୍କର ସୁରକ୍ଷାଠୁ ମୁଁ ଆଜି ଆରମ୍ଭ କରିବି। ଆଉ ଆପଣ ମାନେ ଜାଣିଛନ୍ତି ଯେ ମହିଳା ମାନଙ୍କର, ସେ ବରିଷ୍ଠ ନାଗରିକ ହୁଅନ୍ତୁ ବା ବରିଷ୍ଠ ନାଗରିକ ନ ହୁଅନ୍ତୁ, ତାଙ୍କର ସବୁଠୁ ଦୈନନ୍ଦିନ ବ୍ୟବହାର କରୁଥିବା ଉପକରଣ ହଉଛି LPG ସିଲିଣ୍ଡର ଓ ଷ୍ଟୋଭ। LPG ସିଲିଣ୍ଡର ଆମର ସେମାନେ ବ୍ୟବହାର କରନ୍ତି। ତ ୟା ଉପରେ ମୁଁ ପ୍ରଥମେ କହିବି। ପ୍ରଥମର ସୁରକ୍ଷା ଟିପ୍ସ ହେଲା, ଯେତେବେଳେ ଗୋଟେ ସିଲିଣ୍ଡର ଡେଲିଭରି କରିବାକୁ ଗୋଟେ ଡେଲିଭରି ବୟ ନେଇକି ଆସୁଛି, ଆମର କର୍ତ୍ତବ୍ୟ ହଉଛି ଯେ ତାକୁ ସେ କଣ କରୁଛି ଆମେ ଜାଣିବା ବି ଦରକାର ନାହିଁ। ଖାଲି ଏତିକି ତାକୁ କହିବା ଯେ ସିଲିଣ୍ଡରଟା ଟିକେ ଚେକ୍ କରିଦିଅ, ଲିକ୍ କରୁଛି କି କଣ ହଉଛି।
से कौन करे ना ठिपीटा को बाहर कर दिए, व्हाइट ठिपी लगी था बाहर कर दिए टिके आंगुठे प्रेस कर दिए कह दिए हाँ ठीक अच्छे। तो सेटा आमे सिथरे आमे खुशी। किंतु आमे चाहिले मध्ये आउ गोटे टेस्ट करि परिबा जोथरे कि डिटर्जेंट सॉल्यूशन को नै करी आमे टिके सेई वाल्व ऊपर जदी पकेबा जदी एयर बबल बाहरिबो ताले आमे जानिबा जे किछि लीक अछि, लीकेज अच्छे आ सेटा को आमे इन्फॉर्म इमिडिएटली आमे इन्फॉर्म करिबा काको ना जो कंपनी रू आसीची बा जो डीलर हमको सप्लाई करची ताको इन्फॉर्म करिबा जे एटा लीकेज अछि ट्रिपिटा को लगे दबा आगो तापरे इन्फॉर्म कर दबा इमिडिएटली से आसिक रिपेयर करिबे न ताको रिप्लेस करिबे। अच्छा सिलिंडर प्रत्येक सिलिंडर और स्टोव भीतर गोटे पाइप लगी था आपण माने जानछथि से पाइपटा कार एक्सपायरी 3 वर्ष थाए को कंपनी 4 वर्ष थाए कोन थाए। तो से जो पाइपटा को आमे सब बेले चाहिबा जे तेल कंपनी रू किनिया पे इंडियन ऑयल हो एचपीसी हो बीपीसीएल जो आठो तेल कंपनी जो माने एई सप्लाई करचंती एलपीजी तयारी करचंती एलपीजी सप्लाई करचंती सेमानक थ्रू ही आमे किनिबा काना से पाइप रो पाइपटा गोटे बहुत डेलिकेट जिंस से जे पाइप रे टिके लीक हैला ताले कोन जे हेई पारे तार किछ आमे कल्पना भी करि परिबानी। से पाइपटा को आमे मझी मझी चेक करथुवा आउ एक्सपायरी पूर्वरु से 3 वर्ष हो 4 वर्ष हो जा हो एक्सपायरी पूर्वरु ताको निश्चय आमे बदलाइबा और जदि खराब भी न होइतो तथापि आमे बदलाइबा उचित। सेति पई सिलिंडर पाइपटा को मझी मझी चेक करबा हमर कर्तव्य। आ जते बेले जदि किछि आमे अन्य कोनोसी कारण रो मेकानिक को डाकुचे जदि हमर गैस स्टोव रिपेयर करिवार अछि कि गैस सिलिंडर रे किछि काम अछि भाल्व रो किछि काम ताले आमे सेतोले मध्ये जो मेकानिक आस्तिबे ताको आमे कहि परिबा जे एटा टिके देखि दियो सिलिंडर पाइपटा ठीक अछि ना नाही। से गला गोटे कथा। आ गोटे कथा होछि रात आमे जतले रोसई सारुचे सेतबेले हमर स्विच टा को बंद करबा होछि निहाती दरकार। सिलिंडर रो स्विच टा को हमें निहाती भाबे बंद करबा केतले नै जतले हमर रोसई सरी जाउछि दिन बेले रोसई सरछि तापरे 2-3 घंटा चा पीला पर्यंत हमें धरंतु हमें 4टा बेले चा पिउछि कि 4:30 बेले चा पिउछि सेति पर्यंत मध्ये हमें ताको बंद कर दबा स्विच टा को कोठी को स्विच ना सिलिंडर रो स्विच बंद कर रखियो। एपट तो हमर रेगुलेटर स्विच जो गैस स्टोव रो सेटा बंद ही थिबो किंतु एटा भी बंद करी रखिया। तापर जतले हमर रंधा करिबा कि हमर जहा चा करिबा जहा करे तले अनबे जतले रात्री सोइबा पूर्व हमें निश्चित भाबे हमें सबको बंद करिया उचित। आउ ता छडा जतले हमें घरु बाहर को जाउचे सेतबेले मध्ये स्विच टा को हमें बंद करिया निहाती दरकार। तो सिलिंडर स्विच बंद करिया ऊपर प्राधान्य दबा बहुत दरकार। मो भौणी मन को अनुरोध करिवे जे जदि करू नथिबे एटा निश्चय से माने करिवे। तापर आ गोटे कथा सिलिंडर जतले हमें व्यवहार करछि भी हमें स्टोव जतले जळौचे सेतबेले हमें कोन करछे ना स्विच टा को सिलिंडर स्विच टा को ऑन कले तापरे सिलिंडर रो जो हमर स्टोव रो रेगुलेटर जो स्विच अछि सेटा को ओपन कले करी करी हमें आइदर लाइटर रे हो कि माचिस रे मैच बॉक्स रे येटा को फ्लेम टा को हमें स्टोव टा को जळौचे। इथरे गोटे नियम अछि आपण प्रथमे सिलिंडर स्विच टा को ऑन कले तापरे जदि आपण दियासिल रे जळौचंती ताले दियासिल टा को जळेबे जतले दियासिल रे निया लागिबो सेतबेले आपण स्टोव पाखरे नेकी दियासिल टा को रखि कि तापरे आपनकर स्विच टा को ऑन करिवे कारण ना रेगुलेटर स्विच स्टोव रो तापर जाय कि से जळिबो। आ जदि आपण जे लाइटर यूज करछथि लाइटर टा को हाथ पाखरे रेडी रखिबे ताको ऑन करिवे संगे संगे मारिवे। जदि बाय चांस न जळिला जदि लाइटर काम करूनी 3 थर कले संगे संगे रेगुलेटर स्विच टा को बंद कर देबे तापर जाय कि आपण दियासिल आनंतु कि अन्य कोथरे कागज जळि कि आनंतु जहा भी करंतु ताको तापर लगेबे। आ अनेक समय कोन देखा हुए जदि मन को लाइटर जळलानी से रेगुलेटर स्विच टा ऑन थियो से जाय कि दियासिल खोजिबे दियासिल खोजिला कोन हो ना एपटे गैस लीक करथिबो आ सेथरे बहुत डेंजर इते केते केस रे हेची जे जोटा कि बहुत विपद हेची। सेति पई सेटा को हम ध्यान देबा कथा तळे हम गैस चुली जळौचे सेते बेले हमें हमर जो लाइटर हो कि मैच बॉक्स हो कि मैच स्टिक हो जहाँ तक रेडी रखिला परे ही हमें रेगुलेटर स्विच ऑन करिबा। आ जदि न होला ताले रेगुलेटर स्विच को आगो हमें बंद कर दवा। तापरे हमर जदि बाय चांस हमें एटा जदि न करि परिया
କଣ ହବ ଆପଣ ମାନେ ଦେଖିଛନ୍ତି ମୁଁ ଭାବୁଛି ଆପଣ ମାନେ ଅନେକ ଜଣ ଦେଖିଥିବେ ଗୋଟେ ବର୍ଣ୍ଣିଂ ଟ୍ରେନ୍ ବୋଲି ଗୋଟେ ହିନ୍ଦୀ ସିନେମା ଆସିଥିଲା ଧର୍ମେନ୍ଦ୍ର ଅଭିମନ୍ୟୁର ସେଇ ପିକ୍ଚରରେ ବର୍ଣ୍ଣିଂ ଟ୍ରେନ୍ ଟା ଜଳିଗଲା ଟ୍ରେନ୍ ର ପାଖାପାଖି 2-3ଟା କମ୍ପାର୍ଟମେଣ୍ଟ ଜଳିଗଲା ଆଉ ସେଇଟା କାହିଁକି ହେଲା ନା ସେଇ ଗ୍ୟାସ୍ ଷ୍ଟୋଭ ପାଇଁ ଜଣେ ତାଙ୍କର ଯୋଉ ୱେଟର ଅଛନ୍ତି ସେଟା ପେଣ୍ଟ୍ରି କାର ହେଇଥିଲା ପେଣ୍ଟ୍ରି କାରରୁ ଆରମ୍ଭ ହେଲା ନିଆଁଟା ଆଉ କମ୍ପାର୍ଟମେଣ୍ଟ ଆଡେ 3-4ଟା କମ୍ପାର୍ଟମେଣ୍ଟକୁ ସେ ଧରିଗଲା ତ ଗ୍ୟାସ୍ ଅନ୍ କରିକି ସେ ରେଗୁଲେଟର ଅନ୍ କରି ଜଳେଇବା ଭିତରେ ଗୋଟେ କିଛି ଏମର୍ଜେନ୍ସି ଆସିଗଲା ସେ ଛାଡିକି ପଳେଇଲେ ଗ୍ୟାସ୍ ଟା ଚାଲିଲା ଗ୍ୟାସ୍ ଟା ଲିକ୍ କରି 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 ଏକଦମ ବହୁତ ଲିକ୍ କଲା ଯେତେବେଳେ ଅନ୍ୟ ଜଣେ ଆସିକିରି ତାକୁ ଲଗେଇଦେଲେ ସେତେବେଳେ ପୁରା ନିଆଁ ଚାରିଆଡେ ଧରିଦେଲା ଆଉ ସେତେବେଳେ ଟ୍ରେନ୍ ଟା ବି ଜଳିଗଲା ସେଥିପାଇଁ ଜଳେଇବାଟା ଗ୍ୟାସ୍ ଜଳେଇବାଟା ବହୁତ ଜରୁରୀ ବୋଲି ଇମ୍ପୋର୍ଟାଣ୍ଟ ଆଉ ବିପଦପୂର୍ଣ୍ଣ ବୋଲି ଆମେ ଭାବିକିରି ସେ ଅନୁସାରେ ଆମେ କାର୍ଯ୍ୟ କରିବା ଆଚ୍ଛା ଯଦି ବାଇଚାନ୍ସ ଆମକୁ ଆଇଦର ଜଳିବା ଅବସ୍ଥାରେ ହଉ କିମ୍ବା ନ ଜଳିବା ଅବସ୍ଥାରେ ହଉ ଯଦି କିଛି ଗ୍ୟାସ ର ଗନ୍ଧ ହଉଛି ତାହେଲେ ଆମେ କଣ କରିବା ଗ୍ୟାସ ଟାକୁ ବନ୍ଦ କରିଦବା ଯଦି ଜଳୁଥିବ ସୁଇଚ ଟାକୁ ଅଫ୍ କରିଦବା ସାଙ୍ଗେ ସାଙ୍ଗେ ଆଉ ସବୁ ଝରକା କବାଟ ଖୋଲିଦବା ଭେଣ୍ଟିଲେଟେଡ କରିଦବା ସେ ରୁମ କୁ ଭେଣ୍ଟିଲେଟେଡ କରିଦବା ଆଉ ଯେମିତିକି ପବନ ପୁରା ଚାରିଆଡେ ଗ୍ୟାସ ଟା ବାହାରକୁ ପଳେଇବ କିନ୍ତୁ ଗୋଟେ କଥା ମନେ ରଖିବେ ଯୋଉଟା କି ବହୁତ ଜରୁରୀ ସେ ସମୟରେ ଯେତେ ପର୍ଯ୍ୟନ୍ତ ଗ୍ୟାସ ର ଗନ୍ଧ ନ ଯାଇଛି ଗ୍ୟାସ ସେ ଘରୁ ରିଲିଜ ନ ହେଇଛି ସେତେ ପର୍ଯ୍ୟନ୍ତ ଆମେ କୌଣସି ସୁଇଚ ଅନ୍ ଅଫ୍ କରିବାନି ଇଲେକ୍ଟ୍ରିକାଲ ସୁଇଚ କିମ୍ବା କୌଣସି ଆପ୍ଲାଏନ୍ସ ଜଳେଇବାନି କି ଲାଇଟ୍ ବନ୍ଦ କରିବାନି କି ଲିଭେଇବାନି ଜଳେଇବାନି କି ଫ୍ୟାନ୍ ଅନ୍ କରିବାନି ଅଫ୍ କରି ଘରର କୌଣସି ପ୍ରକାର ସୁଇଚ ଆମେ ଅନ୍ ଅଫ୍ କରିବାନି ସେଇଟା ବହୁତ ଜରୁରୀ ଆଚ୍ଛା ଆଉ ଗୋଟେ ଜିନିଷ ହେଲା ସିଲିଣ୍ଡରକୁ ଆମେ ସବୁବେଳେ ହିଟ୍ ସୋର୍ସ ରୁ ଦୂରରେ ରଖିବା ଷ୍ଟୋଭ ପାଖେ ରଖିବାନି ସେଥିପାଇଁ ଆପଣ ଦେଖିଥିବେ ଯୋଉଠି ଆମର ସବୁ ସ୍ଲାବ ଅଛି ସେ ସ୍ଲାବ ଏତେ ମୋଟା ସ୍ଲାବ ଅଛି ତା ତଳେ ସିଲିଣ୍ଡର ରଖା ହଉଛି ଆଉ ଉପରେ ଷ୍ଟୋଭ ରଖା ହଉଛି ତାମାନେ ଡାଇରେକ୍ଟ କଣ୍ଟାକ୍ଟ ଆମର ହଉନି ସିଲିଣ୍ଡର ସାଙ୍ଗରେ ଷ୍ଟୋଭର ଡାଇରେକ୍ଟ କଣ୍ଟାକ୍ଟ ହଉନି ଆଉ ଗୋଟେ କଥା ସୂର୍ଯ୍ୟ ଆଲୋକରେ ମଧ୍ୟ ସୂର୍ଯ୍ୟ କିରଣ ତଳେ ମଧ୍ୟ ସିଲିଣ୍ଡର ରହିବ ଯଦି ଦେଖିବେ ସୂର୍ଯ୍ୟ କିରଣ ପଡୁଛି ତାହେଲେ ସେ ଜାଗାରେ ସିଲିଣ୍ଡର ଆପଣ ରଖିବେନି ଆଉ କୌଣସି ଷ୍ଟୋଭ ବା କୌଣସି ହିଟିଂ ଏଲିମେଣ୍ଟ ପାଖରେ ଆପଣ ସରି ଷ୍ଟୋଭ କହୁନି ସିଲିଣ୍ଡର ଆପଣ ରଖିବେନି ଆଉ ଯଦି ଷ୍ଟୋଭରେ କେତେବେଳେ ଯଦି ଆପଣ ନର୍ମାଲି କଣ ହୁଏ ନା ନନ୍ ଲ୍ୟୁମିନେସ୍ ଫ୍ଲେମ୍ ଯୋଉଟା କହନ୍ତି ନେଳିଆ ଯଦି ନୀଳ କଲରର ଯଦି ଫ୍ଲେମ୍ ଆସୁଛି ଆପଣ ଜାଣିବେ ଠିକ ଅଛି କୌଣସି ଅସୁବିଧା ନାହିଁ ଠିକ ଅଛି ଆଉ ସେଥିରେ ମାନେ କୌଣସି ମଇଳା ଆସିନି କିଛି ନାହିଁ ଆଉ ଯଦି ହଳଦିଆ ଆସିଲା ହଳଦିଆ କଲର ଯଦି ଫ୍ଲେମ୍ ଆସିଲା ଆପଣ ଜାଣିବେ କୋଉଠି କିଛି ଅସୁବିଧା ଅଛି ଅସୁବିଧା ମାନେ ମଇଳା ଆସିଯାଇଛି ନଜଲରେ ଆସିଯାଇଥିବ ସେତେବେଳେ ଆପଣ ତାକୁ ନିଜେ କିଛି କରିବେନି ଆମେ ଘରେ କରିଦଉଛୁ ଠିକ ଅଛି ଅଲଗା କଥା ଅନେକ ଜଣ ଘରେ କରିଦିଅନ୍ତି ଆମେ ନଜଲ ଖୋଲିକି ନଜଲଟାକୁ ଟିକେ ସଫା କରିଦଉ ତାପରେ ଲଗେଇଦେଲେ ପୁଣି ଆଉଥରେ ଆସିছে କିନ୍ତୁ କେବେ ସେ କଥା କରିବେନି ସବୁବେଳେ ଅଥରାଇଜଡ ମେକାନିକ ଯେ ଅଏଲ କମ୍ପାନୀର ବି ଆପଣଙ୍କ ଡିଲରଙ୍କର ଅଥରାଇଜ ଇଆଡେ ସିଆଡେ ବହୁତ ରସୁଲଗଡ଼ ଦେଖିବେ ଆପଣ ଏକ ନମ୍ବରରେ ବହୁତ ଅଛନ୍ତି ସେମିତି ଲୋକଙ୍କୁ ଡାକିବେନି ଆପଣ ଅଥରାଇଜଡ ଲୋକଙ୍କୁ ଡାକିକିରି ତାଙ୍କ ଦ୍ଵାରା ହୁଏତ ଟିକେ ବେଶୀ ଅଧିକା ପଇସା ପଡିବ କିନ୍ତୁ ତାଙ୍କ ଦ୍ଵାରା ତିଆରି କରେଇବେ ଆଚ୍ଛା ଯଦି ଆପଣ କୁକ୍ ରଖିଛନ୍ତି ତାହେଲେ କୁକ୍ କୁ ମଧ୍ୟ ଏଇ ସବୁ ଟ୍ରେନିଂ ଦେବେ ଯେ କଣ କଣ ଏଇ ନିୟମ ଗୁଡା ପାଳନ କରିବାକୁ ପଡିବ ତ ଇଏ ଆମର ଗଲା ଏଲପିଜି ଆଉ ଷ୍ଟୋଭ ର ବ୍ୟବହାର ଯାହାର ସେଫଟି ଟିପ୍ସ ଯାହା ଥିଲା ମୁଁ ଯେତିକି କମ୍ପାଇଲ କରିପାରିଲି ଯେତିକି କହିପାରିଲି ମାନେ ଠିକ କରିଥିଲି ସେତିକି କହିଲି ବର୍ତ୍ତମାନ ଆମେ ଯିବା ରନ୍ଧାଘର ସେଇ ଲେଡିଜ ମାନଙ୍କର ବେଶୀ ସେଥିରେ ପ୍ରବେଶ ଥାଏ ଅବଶ୍ୟ କେତେକ ପୁରୁଷଙ୍କର ମଧ୍ୟ ଏଲପିଜି ରେ କିଛି ଭାଗିଦାର ହୁଅନ୍ତି କିଛି କିଚେନରେ ମଧ୍ୟ କିଛି କାମ କରନ୍ତି ଯାଆନ୍ତି ତ କିଚେନରେ ଯେତେବେଳେ ଆମେ କାମ କରୁଛୁ ଯେତେବେଳେ ମହିଳା ମାନଙ୍କୁ ଭାଇ ଭଉଣୀ ମାନଙ୍କୁ ମୁଁ ଅନୁରୋଧ କରୁଛି ଯେତେବେଳେ କିଚେନରେ କାମ କରୁଛନ୍ତି ସେତେବେଳେ ପୂର୍ଣ୍ଣ ଧ୍ୟାନର ସହିତ କିଚେନରେ କାମ କରିବେ ପୂର୍ଣ୍ଣ ଧ୍ୟାନ ମାନେ ଆପଣ ଚୁଲିରେ କଣ ବସିଛି ଯଦି ବସିଛି ତାହେଲେ ଆପଣ ଛାଡିକିରି ଯିବେନି ଚୁଲି ଯଦି ଯିବେ ଛାଡିକି ତାହେଲେ ବନ୍ଦ କରିବେ ଅନେକ ସମୟରେ କଣ ହୁଏ ନା ଚୁଲି ଜଳେଇ ଦିଅନ୍ତି କ୍ଷୀର ବସିଛି ତାପରେ ଯାଇକିରି ଟିଭି ସିରିଏଲ ଦେଖନ୍ତି ଭୁଲି ଯାଆନ୍ତି ଯେ କ୍ଷୀର ବସିଛି କ୍ଷୀର ଉତୁରି ଯାଇକିରି କେତେବେଳେ ସେ ଷ୍ଟୋଭ ଟା ବି ଲିଭି ଯାଇଥିବ ଆଉ ଗ୍ୟାସ ଟା ବି ଲିକ୍ କରୁଥିବ ଏମିତି ମଧ୍ୟ କେସ୍ ଦେଖା ଦେଇଛି ତ ଏସବୁ ଗୁଡାକ ଟିକେ ଦୂରରେ ରଖିବେ ନହେଲେ ଆପଣଙ୍କର କରିଥିବେ ଯଦି କେତେ ଜାଗାରେ ପୋଡିଯାଏ ମନେକର କ୍ଷୀର ମଧ୍ୟ ଅନେକ ସମୟରେ ଦେଖାଯାଇଛି କ୍ଷୀର ବି ପୋଡିଯାଏ ଉତୁରିକି ଯିବ ଷ୍ଟୋଭ ହୁଏତ ଲିଭି ନଥିବ କିନ୍ତୁ କ୍ଷୀରଟା ପୋଡିଯିବ ଆଉ ଗୋଟେ କଥା ଯାହାବି ଆପଣ ଯେମିତି କିଚେନରେ ସସ୍ପେନ୍ ୟୁଜ କରୁଛନ୍ତି କି ଆପଣଙ୍କର ତାୱା ୟୁଜ କରୁଛନ୍ତି
कि आपनकर कड़े यूज करछथि सेगुडा सब प्लास्टिक हैंडल थिबार आपण यूज करिवे कला कला प्लास्टिक हैंडल थे आजकल सबुठी मिलुची आपण ओने सब करथुवे हां तो सेटा यूज कले कोन हबो ना आपनकर हाथ तातिबनी आमे जदि चा करछे सेटाको डायरेक्ट धरबे आगुरु सब कोन होतला ना कन्नारे सब धरतले एई सिल्वर रो बेंट थिला से बेंट को आमे कन्नारे धरिकी तापरे चा करथले आमे माने स्त्री लोक कथा कहूची बो कथा कहूनी तो सेई बेंट को सेई प्लास्टिक रो बेंट वाला सब जिंस किनिबे इवन केते जगह आजकल डेक्ची रे मध्ये प्लास्टिक बेंट आछी प्लास्टिक रो धरिया पे आछी जोटा कि आपण सेटा किनिकरी सेटा को यूज करि परिबे जदि करनथुबे किंतु जो बेंट वाला जोटा लंबा जेमिति कि प्रेशर कुकर रो बेंट होला कि आपण सस्पेंड रो बेंट होला कि गोटे तावा रो बेंट होला सेटा को आपण गाडू को केबे मुहे की रखिबेनी काहे कि ना जदि आपण गाडे मुह के रखछथि हाथ जदि बाजी गला माने सस्पेंड किछि बसछि हाथ बाजी गला सस्पेंड ता जदि उल्टी गला ताले एटा विपदपूर्ण आपण इंजुरी हे परंती गैस पई स्टोव पई क्षति हे पारे कि निया लिभि जाई पारे किछि गोटे दुर्घटना घटी पारे सेति सब बेले चेष्टा करिवे से हैंडल गुडाक आपनकर अपोजिट डायरेक्शन रे हां आपण जत दरकार ओलेबू ताले हाथ को बुलेई कि आपण हैंडल टाको धरि करी ओलेबे किबा बसेबे किंतु बसेला जत चुली रे बसथिबो सेतले आपण गाड को हैंडल केबे रखिबेनी आ गोटे होची चुली पाखरे कोनसी जो जिंस जळी जाय जेमिति कि टावल कि गोटे हमर जो पोछाकना से स्लैब को पोछाकना सेट थिबो से चुली सेट जळथो केतळे निया लागि दिथो कि केतळे टावर लागि दिबो केतळे किंतु गोटे पर्दा पर्दा उडाक एदि उडी गिरी मध्ये स्टोव को लागि जाय मो मोर गोटे पर्सनल एक्सपीरियंस कहूची मो जियो बरोदा सानो जियो बरोदा रे अछि तो बरोदा हमें जाऊ तो से घर चेंज करतला मु देखिली जे तार तीनटा खंड स्क्रीन पड़ছে तार मेन हॉल आ रोसे घर भितरे से पर्दा पकिछि माने सिंथेटिक पर्दा चल पड़छि तीन चारटा पर्दा लंबा के पड़छि आ से पर्दा तळे उडुछि पवने से तळे सीधा जाके स्टोव को टच करछि मु देखला परे मु झियो को गाली देली मु कहली एटा हबिमिति हुएनी तो पर्दा को गोटे साइड करके ताको बंधाला मु कहली जदी चुली न जळथो ताले पर्दा पकेले ठीक अछि कि जदी चुली जळुथो ताले सब बळी पर्दा को गोटे साइड को नेगिरी ताको बांधी के रख के पहले तो चुली को जेंति चुली को लागिवनी माने स्टोव को लागिवनी तो सेटा गोटे बहुत बड़ जिंस जे कोनोसी दहनीय जिंस जोटा कि जळी जाए जल्दी सेही जिंस को केबेले कि कोनोसी गोटे पेपर कि किछि गोटे चुली पाखरे केबे रखिबेनी कि स्टोव ऊपर रखिबेनी स्टोव ऊपर भी केते जण किछि रखि दती कोना पना गोटे पछा आरो चुलटा को पोछ देले से कोनाट सेट रहि गला केतळे से कोनाटा जळी भी जाई पारे अच्छा आ गोटे जिंस होची किचन रो यूज पाई कि आपण घर मध्ये यूज पाई गोटे पोर्टेबल फायर एक्सटिंग्विशर सब मिलुची 400 500 टका 600 टका 700 टका भीतर इति मिलुची आ टिके बड़ भी मिलुची 1000 2000 3000 पर्यंत मिलुची फायर एक्सटिंग्विशर रखिबे जदी केतळे किछि सुविधा असुविधा रे आपण फायर एक्सटिंग्विशर यूज करि परिबे फायर एक्सटिंग्विशर रोटे रहबाटा दरकार विशेष खर्च नाही सितरे आपण जदी मते पचारी आपण रखछन मु कहबी नाही खाली कहवा पे ठीक अच्छे कि कला निजे कला बहुत कष्ट से जा हो मु आपण को परामर्श दउची जे आपण रखिबे मु मध्ये भाबुची जे मु भी गोटे फायर एक्सटिंग्विशर आनी गोटे पोर्टेबल फायर एक्सटिंग्विशर आनी रखिबी तापरे सब जिंस जहाँ भी आपण खाद्य जिंस कि जहाँ चुली रे बजा आपण घोड़णी घोड़ेबे घोड़णी घोड़ेले गोटे कथा तो आपण बाहर जति किछि चिटपिटी पडलानी कि पड़िबनी कि आ गोटे किछि पोको जोको हमका सब कहि परिबनी कि धू डस्ट पड़िबनी आमे सेरा जति खाइबा जति चिटपिटी गोटे पड़ी जाइछि कोठरे आ से सिजी कि मिसी जाइछि ताले होय तो बहुत विपद हे पारे तो सेति घोड़णी घोड़ी कि सबले रखिबे आ जति घोड़णी घोड़िबार संभव नै जतला आपण छुक करछनी तळे घोड़णी घोड़ी पानंती कि से जगह रे अधिक सतर्कता सहित आपण आपण रोसे घरे रोसे करिवे किंतु हमर जेंति कि छुंक कला को समय समय तेल आसिक पड़ जाए देहरे कि छुंकर से जो मसला फसली सोरसो फरसो कौन पड़ता से गुड़ा भी केतले केंति पड़ जाए कि जळे आपण डाली फुटो से डालटा पकेला को सेतले स्प्लिट हेगिरी गोटे पड़ जाए किछि तो से जिंस गुड़ा को टिके ध्यान रे आपण रोसे कला बेले से ध्यान देबे टिके दूर रहि के से सब काम करिवे आउ जते बेले आपण मन को तो प्रेशर कुकर किबा कोनोसी हॉट जिंस रु तले घोड़णी बाहर कर जीवन तो ता भीतर स्टीम अछि घोड़णी बाहर करी अन्य जन कने देखती घोड़णी बाहर करिवे जाकि देखिबे देखला को से स्टीम बाहर के मोहटा को
ଅନେକ ସମୟରେ ଜଳେଇ ଦିଏ, ମାନେ ପୋଡି ପୋଡି ତ ଯାଏନି କିନ୍ତୁ ବହୁତ କଷ୍ଟ ହୁଏ, ଜଳେ। ସେତେବେଳେ ଧଳା ମାନେ ଇଏ ଥଣ୍ଡା ପାଣି ବା କିଛି ଔଷଧ ଫୋଷଧ ଲଗାନ୍ତି, କିନ୍ତୁ ସେଇଟା ସେତେ ଦୂର ହବା କଥା ନୁହେଁ, କାହିଁକିନା ଆମେ ଟିକେ ଦୂରରେ ରହିକିରି ପ୍ରେସର କୁକର ଇଏଟା ହ୍ୟାଣ୍ଡେଲ ଟା ଧୀରେ 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 ଖୋଲିକି ତାର ଗ୍ୟାସ ଟା ରିଲିଜ ହେଲା ପରେ ତାକୁ ଆମେ ଖୋଲିବା କଥା, କି କୌଣସି ଘୋଡଣି ଖୋଲିଲା ବେଳକୁ ଆମେ ସତର୍କତା ଅବଲମ୍ବନ କରିବା କଥା। ଆଉ ଯେହେତୁ ରନ୍ଧାଘର ସବୁବେଳେ ଓଦା ଓଦା, ରନ୍ଧାଘରେ ତ ପାଣିର ବ୍ୟବହାର ବେଶୀ, ସେଥିପାଇଁ ଓଦା ରହେ, ଚଟାଣ ଓଦା ରହେ, ସେଥିପାଇଁ ଆମର ମଝିରେ ମଝିରେ ଟିକେ ପୋଛା କରିବା କଥା। ଆମେ ଚଟାଣଟାକୁ ପୋଛା କଲେ, ଆମର ପୋଛିଲେ ଆଉ ଗୋଡ ସ୍ଲିପ ହବାର ଚାନ୍ସ ବି ନଥାଏ। ଆଚ୍ଛା, ଆଉ ଗୋଟେ ଜିନିଷ ହଉଛି, ଆମେ ଛୁରୀ ଫୁରୀରେ ପରିବା କାଟୁଛେ କି ଫଳ କାଟୁଛେ, ଯାହା ବି ରୋଷେଇ ଘରେ ଛୁରୀ ୟୁଜ କରୁଛେ, ଛୁରୀଟା ଏକଦମ ଦାଢୁଆ ଛୁରୀ ହବା ଦରକାର। ଆପଣ କହିବେ ଯେ ଦାଢୁଆ ଛୁରୀ ହେଲେ ହାତ କଟିଯିବ, ନାଇଁ, ହାତ କଟିବାକୁ କେମିତି କଟିବ ତାର ଦାୟିତ୍ୱ ଆପଣଙ୍କର, କିନ୍ତୁ ଛୁରୀ ଯଦି ଦାଢୁଆ ଥିବ ତାହେଲେ ଆପଣଙ୍କୁ ପ୍ରେସର ଦେବାକୁ ପଡିବନି, ଜଲ୍ଦି ପରିବାଟା କଟିଯିବ ଆଉ ଆପଣଙ୍କର ସୁରୁଖୁରୁରେ ପରିବା କଟା ହେଇଯିବ, ସରିଯିବ। ଆମେ ଥରେ କିଚେନ ଯାଏ ଗୋଟେ ଲେମ୍ବୁ କାଟିବା ପାଇଁ, ସେ ଲେମ୍ବୁକୁ ଥୋଇଲେ ପ୍ରଥମେ ତ କାଟିଲା ବେଳକୁ ସେ ଲେମ୍ବୁଟା କୁଆଡେ ଉଡିକି ପଳାଏ, ତାପରେ ଆଉ ଥରେ ତାକୁ ଆଣିକିରି କାଟିଲା ବେଳକୁ ସେ ଯେତେ ପ୍ରେସର ଦେଲେ ମଧ୍ୟ ସେ ତାକୁ ମାନେ ସେଥିରେ ଗୋଟେ ଦାଗ ବି ବସେନି। ତ ସେଇ ପ୍ରକାର ଛୁରୀ ଏବେ କେବେ ହେଲେ ୟୁଜ କରିବେନି, ସବୁବେଳେ ଦାଢୁଆ ଛୁରୀ ୟୁଜ କରିବେ। ଦାଢୁଆ ଛୁରୀ ୟୁଜ କଲେ ଆପଣଙ୍କ ଉପରେ ପ୍ରେସର କମ ରହିବ, ଆଉ ପ୍ରେସର କମ ରହିଲେ ହାତ କଟିବାର ଚାନ୍ସ କମ ରହିବ। ଆଉ ଗୋଟେ, ସେ ଯୋଉ ଚୋପାଗୁଡା ବାହାରିବ, ଆପଣ ପରିବା କଟା ପରେ ଚୋପାଗୁଡା କଣ କରିବେ? ତାକୁ ରଖିକିରି ନେକ୍ସଟ ଡେ ତରକାରୀ କରିବେ, କଣ କରିବେ ନା ନାଇଁ, ସେଗୁଡା କରିବେନି। ଆପଣ ଚୋପାଗୁଡାକୁ ଫୋପାଡିବେ, ତା ୱେଷ୍ଟ ବିନରେ ଫୋପାଡିବେ। ସେଇଠି ଏଣେ ତେଣେ ପକେଇବେନି, କି ସେ ସ୍ଲାବ ଉପରେ ପକେଇବେନି, କି ଫ୍ଲୋରରେ ପକେଇବେନି, ତାକୁ ଗୋଟେକିରି ଆପଣ ୱେଷ୍ଟ ବିନ୍ ଥିବ ରୋଷେଇ ଘରେ, ୱେଷ୍ଟ ବିନରେ ପକେଇଦେବେ। ଆଉ ସବୁଦିନେ ୱେଷ୍ଟ ବିନ୍ କୁ ସଫା କରୁଥିବେ। ଆଉ ଗୋଟେ ହଉଛି, ବଡ ବଡ ଯେତେ ସବୁ ଜିନିଷ, ବଡ ବଡ ଜିନିଷ, କପଡ ଗୁଡାକ ଆଜିକାଲି ସବୁ କପଡ ଗୁଡା ଉପରେ ମଝିରେ ସବୁ ବିଭିନ୍ନ ଜାଗାରେ କପଡ, ତଳେ ବି କପଡ ଥାଏ, ସାମ୍ନାରେ ବି କପଡ ଥାଏ, ଉପରେ ବି କପଡ ଥାଏ। ତ ବଡ ବଡ ଡବା ଡବି ଗୁଡାକ ଉପର ଜିନିଷ ଉପର କପଡରେ କେବେ ରଖିବେନି, ସବୁବେଳେ ତଳେ ରଖିବେ। ଆଉ ଓଜନିଆ ଜିନିଷ ଆଉ ବଡ ବଡ ଯୋଉଗୁଡାକ ପ୍ଲାଷ୍ଟିକର ଡବା ଫବା ଥାଏ, ଆମେ ଚିନି ରଖୁ କି ଚାଉଳ ରଖୁ, ସେଗୁଡା ସବୁ ଉପରେ ରଖିବେନି। ଉପରେ ରଖିଲେ କଣ ହବ ନା, ଆଣିଲା ବେଳକୁ ଆପଣ ଯଦି ବାଇଚାନ୍ସ ଖସିଗଲା କି ସମ୍ଭାଳି ନ ପାରିଲେ, ହାତ ନ ପାଇଲା ଠିକ ସେ, ତାହେଲେ ଆପଣ ଇଞ୍ଜୁର ହବାର ଚାନ୍ସ ଅଛି। ଜିନିଷ ତ ନଷ୍ଟ ହବ, ଆପଣଙ୍କୁ ବି ଇଞ୍ଜୁରି ଲାଗିବ। ମୁଁ ଗୋଟେ ଏକ୍ସାମ୍ପଲ ଦଉଛି, ମୁଁ ଜଣଙ୍କ ଘରକୁ ଯାଇଥିଲି ଥରେ, ଆମ ରିଲେସନଙ୍କ ଘରକୁ। ତାଙ୍କ ଡାଇନିଂ ହଲ୍ ଆଉ କିଚେନ ମଝିରେ ମୁଁ ଠିଆ ହେଇଛି। ସେ ତାଙ୍କର ଉପର ଥାକରେ ଗୋଟେ ବହୁତ ବଡ ଡବା ରଖିଥିଲେ। ସେ କଣ କଲେ, ଯୋଉ ପିଠି ପାତିଆ, ସିଲଭର ପିଠି ପାତିଆ, ସେ କହିଲେ ମତେ, ମୁଁ ସେଟା ସବୁବେଳେ କରେ। ମୁଁ କହିଲି ଆଜିଠୁ କେବେ କରିବେନି। କଣ କରନ୍ତି, ସେ କପବୋର୍ଡର ଉପର କପବୋର୍ଡର କବାଟ ଖୋଲିଦେଇକିରି ସେ ପିଠି ପାତିଆରେ ସେ ଡବାଟାକୁ ଟାଣନ୍ତି। ଆଚ୍ଛା, ସେତେବେଳେ କଣ ହେଇଛି ନା, ତାଙ୍କର ପକୋଡି ତିଆରି କରୁଛନ୍ତି, ଆମେ ଆସିଛୁ ବୋଲି ପକୋଡି ତିଆରି କରିବା ପାଇଁ ସେ ତେଲ କରେଇ ସେ ଷ୍ଟୋଭରେ ଅଛି। ଆଉ ଷ୍ଟୋଭ ଟା ଯଦି ମନେକର ଡବାଟା ପଡିବ, ଆଉ ଷ୍ଟୋଭର ଆଉ ସେଇ ଯୋଉ ଇଏ ଯୋଉଠି ତେଲ କରେଇ ବସିଛି ଆଉ ଯୋଉଠି ଡବାଟା ପଡିବ, ତା ଭିତରେ ହାର୍ଡଲି 6 ଇଞ୍ଚ କି 7 ଇଞ୍ଚ କି ଡିଫରେନ୍ସ ଅଛି। ଯେତେବେଳେ ସେ ପିଠି ପାତିଆରେ ତାକୁ ଆଣିଲା ବେଳକୁ ସେ ଡବାଟା ପଡିଗଲା। କିନ୍ତୁ ତେଲ କରେଇ ଉପରେ ରଖା ହେଇଛି, ତେଲ କରେଇ ଉପରେ ପଡିଲାନି। ଯଦି ତେଲ କରେଇ ଉପରେ ପଡିଥାନ୍ତା, ସିଏ ତ ନିଶ୍ଚୟ ଇଞ୍ଜୁରି ହେଇଥାନ୍ତେ, ଆଉ ବହୁତ ବି ନଷ୍ଟ ହେଇଥାନ୍ତା। ଆଉ ଏଇଟା ବହୁତ ବିପଦର ଜିନିଷ। ସେଥିପାଇଁ କେବେ ହେଲେ ତାଙ୍କୁ ମୁଁ ସେଦିନଠୁ ମନେ କଲି, ଆପଣ ଏଇଭଳିଆ ଜିନିଷ ଉପରେ ରଖିବେନି। ଆଉ ଯଦି ଉପରେ ରଖିବେ, ତାହେଲେ ଯିଏ ଟିକେ ହାଇଟ୍ ଅଛି ଆପଣଙ୍କ ଘରେ, ଯାହାର ହାଇଟ୍ ଅଛି, ଯାହାର ହାତ ପାଇବ, ହାତରେ ତାକୁ ବାହାର କରିଦବ। ଆଉ କେବେ ହେଲେ ଏମିତି ଗୋଟେ ପିଠି ପାତିଆ, ଗୋଟେ ବାଡି, ଗୋଟେ ଛୁରୀଟେ ଧରିକିରି ଏମିତିରେ କେବେ ହେଲେ ତଳକୁ ଆଣିବେନି। ଆଉ ଗୋଟେ କଥା, ଯେତେବେଳେ ପରିବା ଆପଣ କାଟୁଛନ୍ତି, ସେତେବେଳେ କଟିଂ ବୋର୍ଡର ୟୁଜ କରିବେ। କଟିଂ ବୋର୍ଡ, ଗୋଟେ ପ୍ଲାଷ୍ଟିକ ବୋର୍ଡ ଥାଏ, ମୋଟାର, ଆପଣ ସମସ୍ତେ ୟୁଜ କରୁଛନ୍ତି, ଜାଣିଛନ୍ତି, ସେଇଟା କରିବେ। ଆଉ ଲାଷ୍ଟରେ ମୁଁ କହିବି ଯେ, ଆପଣ ଯେତେବେଳେ ରୋଷେଇ କରୁଛନ୍ତି, ଢିଲା ଢିଲା ପିନ୍ଧିକି ରୋଷେଇ କରିବେନି, ସବୁବେଳେ ଟାଇଟ୍ ପିନ୍ଧିବେ। ଆଉ ଫୁଲ ସ୍ଲିଭ ପିନ୍ଧିବେନି, ଫୁଲ ହାତର ପିନ୍ଧିବେନି, ହାଫ ସ୍ଲିଭର ଜିନିଷ ପିନ୍ଧିବେ। ଆଉ ଟାଇଟ୍ ପିନ୍ଧିବେ, ଆଉ କଟନ ପିନ୍ଧିବେ, ସିନ୍ଥେଟିକ ପିନ୍ଧିବେନି। ନାଇଲନ୍, ଟେରିଲିନ, ଶଙ୍ଖ, ପଲିଷ୍ଟର ଏଗୁଡା ପିନ୍ଧିବେନି, କଟନ ପିନ୍ଧିବେ। ଆଉ ହାଫ ସ୍ଲିଭର ପିନ୍ଧିବେ, ଟାଇଟ୍ ଲୁଗା ପିନ୍ଧିବେ। ଆଉ ଗୋଟେ, ଏଇ କିଚେନ ଉପରେ ମୁଁ ଗୋଟେ ଇନସିଡେଣ୍ଟ ଦେଖିଛି ପିଲାଦିନେ। ମୋର ଆଈ ରୋଷେଇ କରୁଥିଲେ ଏଠି ଅଗଣାରେ। ଆମର ବି କେବେ କିନ୍ତୁ ହଉଛି, ଆପଣମାନଙ୍କର ବି ଆପଣଙ୍କର ଏକ୍ସପିରିଏନ୍ସ ଥିବ। ଯଦି ତେଲରେ କଣ ଗୋଟେ କରୁଥିବେ, ହଠାତ୍ ସେ କଡେଇ ଭିତରେ ନିଆଁ ଲାଗିଯାଏ, ଆଉ ବହୁତ ଉଚ୍ଚକୁ ସେ ନିଆଁଟା ପଳାଏ।
ବହୁତ ଉଚ୍ଚ ପର୍ଯ୍ୟନ୍ତ ସେ ନିଆଯାଏ। ସେ ମୋ ଆଈ ଯେତେବେଳେ ସେଠି ରୋଷେଇ କରୁଥିଲେ ତାଙ୍କର କଣ ହେଲା ସେଇ ନିଆଁଟା ବହୁତ ଜୋରେ ଜଳିଗଲା। ଜଳିଯିବାରୁ ସେ କଣ କଲେ ନା ସାଙ୍ଗେ ସାଙ୍ଗେ ଅରୁଆ ଚାଉଳ ଆଣିକିରି ସେ କଡେଇ ଉପରେ ଢାଳିଦେଲେ, ନିଆଁଟା ଲିଭିଗଲା। ତ ମୁଁ ପଚାରିଲି କଣ ଏଇ ଚାଉଳ ଉପରେ ଚାଉଳ ଲାଗି ନିଆଁଟା ଲିଭିଗଲା? ସିଏ ମତେ କହିଲେ ନାଇଁ ଅଗ୍ନି ଦେବତା ଚାଉଳରେ ଶାନ୍ତି ପାଆନ୍ତି, ଅରୁଆ ଚାଉଳ, ସେଥିପାଇଁ ଅଗ୍ନି ଦେବତାଙ୍କୁ ଶାନ୍ତି କରିବା ପାଇଁ ମୁଁ ଏଇଟା ଚାଉଳଟା ପକେଇଲି, ସେଥିପାଇଁ ଅଗ୍ନି ଦେବତା ଶାନ୍ତ ହେଇକିରି ଲିଭିଗଲେ। ତ ଏଇଟା ତ ଆମେ କହିପାରିବା ଯେ ଏଇଟା ବ୍ଲାଇଣ୍ଡ ବିଲିଫ କି କଣ, କିନ୍ତୁ ଆମକୁ ନିଶ୍ଚୟ ଭାବେ ସତର୍କତା ସହିତ କରିବାକୁ ପଡିବ। ନହେଲେ ଯଦି ଆପଣଙ୍କର ଅଛି ଫାୟାର ଏକ୍ସଟିଂଗୁଇସର ସେଇଟାକୁ ୟୁଜ କରିବେ। ପାଣି ପକେଇଲେ ମୁଁ ଭାବୁଛି ପାଣି ପକେଇଲେ ସେଥିରେ ବିପଦ ଆହୁରି ଜୋରରେ ଜଳି ଉଠିବ। ତ ଇଏ ଥିଲା ଆମର କିଚେନ ର ସେଫଟି ଟିପ୍ସ ଯୋଉଡାକ ପର୍ଟିକୁଲାରଲି ସମସ୍ତଙ୍କ ପାଇଁ ଏଇଟା ପ୍ରଯୁଜ୍ୟ, କିନ୍ତୁ ସିନିୟର ସିଟିଜନ ମହିଳା ମାନେ ଟିକେ ବେଶୀ, କାହିଁକି ନା ତାଙ୍କର ଆସ୍ତେ ଆସ୍ତେ ବୟସ ବଢୁଛି, ତ ନିଶ୍ଚୟ ତାଙ୍କର ମେମୋରି ପାୱାର ବି କମୁଛି, ତ ସେଇ ଜିନିଷରେ ଟିକେ ସତର୍କତା ସହିତ ଇଏ କରିବେ। ଆଚ୍ଛା, ବର୍ତ୍ତମାନ ଆଉ ଗୋଟେ ଜିନିଷ ଆସିଲା ମୋବାଇଲ ଫୋନ। ମୋବାଇଲ ଫୋନ କେମିତି ୟୁଜ କରିବେ, ତାର କଣ କରିବେ, ସେ ବିଷୟ ଟିକେ ମୁଁ ଆପଣଙ୍କୁ ଅବଗତ କରେଇବି। ଗୋଟେ କଥା ହଉଛି ମୋବାଇଲ ଫୋନ ଯେତେବେଳେ ଆପଣ ସିଢିରୁ ଓହ୍ଲଉଛନ୍ତି, ସିଢି ଚଢୁଛନ୍ତି, କି ରାସ୍ତାରେ ଚାଲୁଛନ୍ତି, ମର୍ଣ୍ଣିଂ ୱାକ କରୁଛନ୍ତି, ସେ ସମୟରେ କେବେ ହେଲେ ମୋବାଇଲ ୟୁଜ କରିବେନି। ମୋବାଇଲ ୟୁଜ କରିବେନି। ଆଉ ମୋବାଇଲକୁ ସବୁବେଳେ ମୁଣ୍ଡ ପାଖରେ ମୁଣ୍ଡ ପାଖରେ କେବେ ବି ରଖିବେନି। ମାନେ କଣ କରନ୍ତି ନା ମୋବାଇଲ ଦେଖନ୍ତି ରାତିରେ, ଦେଖିଲେ ସେଇ ମୁଣ୍ଡ ସେ ପଡିଯାଏ, ସେଇଟା ମୁଣ୍ଡ ପାଖରେ ମୋବାଇଲଟା ଥାଏ। ସେଇଟା ବହୁତ ବିପଦ, କାହିଁକି ନା ତାର ରେଡିଏସନ ବାହାରେ, ଆଉ ଯୋଉଟା କି ଆମର ବ୍ରେନକୁ କ୍ଷତି କରେ। ଆଉ ସେମିତି ଛାତି ପକେଟରେ କେବେ ହେଲେ ମୋବାଇଲ ରଖିବେନି। ଇଭେନ ତଳ ପକେଟରେ ବି ରଖିବା ଉଚିତ ନୁହଁ, କିନ୍ତୁ ଉପାୟ ନାହିଁ, ଆମେ ତ ପ୍ୟାଣ୍ଟ ସାର୍ଟ ପିନ୍ଧୁଛେ, କି ଲେଡିଜ ମାନଙ୍କର ନର୍ମାଲି ବ୍ୟାଗ ଧରନ୍ତି କି ଭେଣ୍ଟି ବ୍ୟାଗ ଧରନ୍ତି, ସେଥିରେ ରଖନ୍ତି, ସେଟା ସେଫ, କିଛି ଅସୁବିଧା ନାହିଁ। କିନ୍ତୁ ପୁରୁଷ ଲୋକଙ୍କ ପାଇଁ ଆମେ ତଳ ପକେଟରେ ରଖିଲେ ଚଳିବ। ଆଉ ଆମେ ଡାଇରେକ୍ଟ ମାନେ କାନ ପାଖରେ ରଖିଲେ କଣ ହଉଛି ନା ଆମ ମୁଣ୍ଡକୁ ମୋବାଇଲ ଏଟା ମୁଣ୍ଡ ପାଖରେ ଯେତେ ରେଡିଏସନଟା ଆମ ବ୍ରେନକୁ ଯାଉଛି, ତ ସେଥିପାଇଁ କଣ କରିବେ ନା ହେଡଫୋନ ବା ଇୟର ଫୋନର ବ୍ୟବହାର କରିବେ। ଇୟରଫୋନ ନହେଲେ ସ୍ପିକର ଦେଲେ ବି କରିପାରିବେ, ସ୍ପିକର ବି ହେଲେ ଆପଣଙ୍କ ରେଡିଏସନ ଯିବନି। ଆଉ ସିଏ ଗୋଟେ କଥା। ତ ଆଉ ଇଏ ଯୋଉ ଭଲ୍ୟୁମଟାକୁ, ମୋବାଇଲର ଭଲ୍ୟୁମଟାକୁ, ମନେକର ହେଡଫୋନ ଦେଇଛନ୍ତି, ଭଲ୍ୟୁମଟାକୁ କଣ୍ଟ୍ରୋଲ ରଖିବେ, ଯେମିତିକି ଆପଣ କାନ ଉପରେ କୌଣସି ପ୍ରଭାବ ପଡିବନି। ଆଉ ରୋଷେଇ ଘରେ ହେଲା କି ପେଟ୍ରୋଲ ପମ୍ପରେ ହେଲା କି କୌଣସି ଗରମ ଜାଗାରେ, କାର ମାନଙ୍କର ତ ଆମେ ଥୋଇକିରି ଖରାରେ ଯାଇଛେ, ଆସିଲା ବେଳକୁ ଗରମ ହେଇକିରି ଅଛି, ତା ଭିତରେ ମୋବାଇଲ ସାଙ୍ଗେ ସାଙ୍ଗେ ରଖିବେନି, କି ସୂର୍ଯ୍ୟକିରଣ ଡାଇରେକ୍ଟ ସନଲାଇଟ ଅଣ୍ଡରରେ ମୋବାଇଲ ରଖିବେନି, ସେଟା ବିପଦ। କାହିଁକି ନା ଲିଥିୟମ ଆୟନ ବ୍ୟାଟେରୀ ସେଥିରେ ଅଛି, ଆଉ ଯୋଉଥିରେ କି ମାନେ ହାଇ ଭୋଲ୍ଟେଜ ପ୍ରଡ୍ୟୁସ ହେଇକିରି, ତାପରେ ଏ ଯୋଉ ପେଟ୍ରୋଲ ପମ୍ପରେ ମୁଁ କହୁଛି, ଯେମିତି ଆପଣଙ୍କର ପେଟ୍ରୋଲର ସବୁ ଭେପର ଥିବ, ସେଇ ଭେପରକୁ ନିଆଁ ଲାଗିକିରି ସ୍ପାର୍କ ଆଗ ହିଟ୍ ହେଇଯିବ, ସ୍ପାର୍କ ହବ, ତାପରେ ଜଳିଯିବ। ସେଥିପାଇଁ ସେଇଟାକୁ କେବେ ହେଲେ କରିବେନି। ଆଉ ବିଜୁଳି ଘଡଘଡି ସମୟରେ କେବେ ହେଲେ ମୋବାଇଲ ୟୁଜ କରିବେନି, ମୋବାଇଲକୁ ସୁଇଚ ଅଫ୍ କରିଦେବେ। ଆଉ ଝରକା ଯେତେବେଳେ ବିଜୁଳି ଘଡଘଡି ବାଜୁଥିବ, ଝରକା ପାଖରେ ଯାଇକିରି ଠିଆ ହେଇକିରି ଫୋନ ୟୁଜ କରିବେନି, କି କବାଟ ପାଖରେ ଯାଇକିରି ଠିଆ ହେଇକିରି ମୋବାଇଲ ୟୁଜ କରିବେନି। ଆଉ ମୋବାଇଲରେ କେତେଟା ଇମ୍ପୋର୍ଟାଣ୍ଟ ନମ୍ବର ରଖିବେ, ଯେମିତି କି ଡକ୍ଟରଙ୍କର, ଆପଣଙ୍କର ନିଜ ଡକ୍ଟର, ପୋଲିସ, ଆମ୍ବୁଲାନ୍ସ, ଆଉ ନିଜ ଲୋକଙ୍କର, ମାନେ ପୁଅ ଝିଅ କି ଯୋଉମାନେ ପାଖରେ ଅଛନ୍ତି, ଯୋଉମାନେ ଆମେରିକାରେ ଅଛନ୍ତି ତାଙ୍କ ପାଇଁ ଦରକାର ନାହିଁ, ସେମାନେ କଣ କରିପାରିବେ। ତ ଯୋଉମାନେ ପାଖରେ କି ଘର ପାଖରେ ନେବର କି ଏମିତି କିଛି, ତାଙ୍କର ଯିଏ ଆପଣଙ୍କୁ ସାହାଯ୍ୟ କରିପାରିବେ, ତାଙ୍କର ନମ୍ବର ବି ଆପଣ ସେଭ କରି ରଖିବେ। ଆଉ ମୋବାଇଲଟା ଅଧିକ ସମୟ କେବେ ଦେଖିବେନି, ଅଧିକ ସମୟ ମୋବାଇଲ ଦେଖିବେନି କଣ୍ଟିନ୍ୟୁଅସଲି। ଆମ ଘରେ ଟିକେ ସେ ପ୍ରୋବ୍ଲେମ ଅଛି, ମୋର ଟିକେ ସେ ଦେଖିବାର ଅଛି। ତ ମୋର ରେଟିନା ଅପରେସନ ହେଇଥିଲା, ତାପରେ ପରେ ଆମେ ଯାଇଥିଲୁ ଚେକଅପ କରିବା ବହୁତ ଦିନ ପରେ। ତ ଡକ୍ଟରଙ୍କ ଏଥିରେ ଆମ ଘରେ ଟିକେ ହୁଏ ବି, ଟିକେ ଆନ ବାନ ହୁଏ ଟିକେ ଘରେ, ଯେ ଏତେ ମୋବାଇଲ ଦେଖା ହଉଛି, ଇଏ ହଉଛି, ସେ ହଉଛି, ଏମିତି ସବୁ। ତ ସିଏ ଯାଇକିରି ଆମର ସେ ଡକ୍ଟର ଏଲ.ବି. ପ୍ରସାଦ ଡକ୍ଟରଙ୍କୁ ସେ କହିଲା, ଆଚ୍ଛା କେତେ ସମୟ ମୋବାଇଲ ଦେଖିବା କଥା ଦିନରେ? ଜସ୍ମିତା ପଚାରିଲା ଡକ୍ଟରଙ୍କୁ। ଡକ୍ଟର ମୋ ଆଡେ ଟିକେ ଚାହିଁଲେ, ଜସ୍ମିତା ଆଡେ ଟିକେ ଚାହିଁଲେ, କହିଲେ ମ୍ୟାଡାମ ଆପଣ ମୋ କାନ୍ଧରେ ବନ୍ଧୁକ ରଖିକିରି ଗୁଳି ଫୁଟଉଛନ୍ତି। ତ ସିଏ କହିଲେ, ଏଟା ମଜାରେ କହିଲେ, ତାପରେ କହିଲେ ଯେ ନାଇଁ ଆପଣ ଗୋଟେ କାମ କରନ୍ତୁ,
ମୋବାଇଲ ରେ ଯାହା ଅଛି ଆପଣ ମୋବାଇଲ ଯେତେବେଳେ ବାହାରକୁ ନଉଛନ୍ତି ସେତେବେଳେ ଆପଣ ମୋବାଇଲ ନେଇକି ଯାଆନ୍ତୁ, କିନ୍ତୁ ଯେତେବେଳେ ଘରେ ଅଛନ୍ତି ଆପଣ ଲାପଟପ୍ କିମ୍ବା ଡେସ୍କଟପ୍ ଆପଣଙ୍କର ଡେସ୍କଟପ୍ ଲାପଟପ୍ ସେଇଟା ୟୁଜ କରନ୍ତି। ଡେସ୍କଟପ୍ ଲାପଟପ୍ ରେ ସବୁ ଅଛି ଆପଣଙ୍କର ଇଏ ଆସିପାରିବ, ହ୍ୱାଟ୍ସଆପ୍ ଆସିପାରିବ, ଘଣ୍ଟା, କାଲକୁଲେଟର ଯାହା ବି ଆପଣଙ୍କର ସବୁ ଅଛି ଡେସ୍କଟପ୍ ଆଉ ହ୍ୱାଟ୍ସଆପ୍ ରେ ପ୍ରାୟ ଆପଣ ସବୁ ପାଇଯିବେ। ସେଥିପାଇଁ ଆପଣ ଡେସ୍କଟପ୍ ଆଉ ହ୍ୱାଟ୍ସଆପ୍ ବେଶୀ ୟୁଜ କରନ୍ତୁ, ଲାପଟପ୍ କମ ୟୁଜ କରନ୍ତୁ। କିନ୍ତୁ ୟୁଜ କଲେ ଆଖି ପ୍ରୋବ୍ଲେମ ହବ ଏମିତି ବେଶୀ କିଛି ନାହିଁ, କିନ୍ତୁ କମ ୟୁଜ କରିବାଟା ସବୁବେଳେ ଭଲ। ଆଉ ଗୋଟେ ହଉଛି ଶୋଇବା ପୂର୍ବରୁ, ଶୋଇବାର ଘଣ୍ଟେ ପୂର୍ବରୁ କେବେ ହେଲେ ଆପଣ ମୋବାଇଲ ୟୁଜ କରିବେନି। ଶୋଇବା ଘଣ୍ଟେ ପୂର୍ବରୁ ମୋବାଇଲ କେବେ ୟୁଜ କରିବେନି। ମୋବାଇଲ ଫୋନର ୟୁଜଟା ଆଗରୁ ବନ୍ଦ କରିବେ। ତାପରେ କାହିଁକି ନା ଆର ଗୋଟେ କାରଣ ଅଛି ଯେ ରାତିରେ ଆପଣଙ୍କୁ ଭଲ ନିଦ ନ ହେଇପାରେ, ଭଲ ନିଦଟା ଏଫେକ୍ଟ କରିପାରେ। ତ ଇଏ ଗଲା ଆମର ମୋବାଇଲ ବିଷୟରେ। ବର୍ତ୍ତମାନ ଇଲେକ୍ଟ୍ରିକାଲ ସେଫ୍ଟି ଉପରେ ମୁଁ କିଛି କହିବି, ତାପରେ ଏବେ ଛୋଟ ଛୋଟ ହେଇଯିବ, ବେଶୀ ବଡ ହବନି, ବ୍ୟସ୍ତ ହୁଅନ୍ତୁନି। ତ ସମସ୍ତେ ଜାଣନ୍ତି ସର୍ଟ ସର୍କିଟ ବୋଲି ଗୋଟେ ଜିନିଷ ଅଛି। ସର୍ଟ ସର୍କିଟ ଜାଣନ୍ତି, ସର୍ଟ ସର୍କିଟ ଅଛି। ଆଉ ସର୍ଟ ସର୍କିଟ ରେ ଏବେ ରିସେଣ୍ଟଲି ସର୍ଟ ସର୍କିଟ ହେଇକିରି ଆମର 1 ନମ୍ବର ମାର୍କେଟ ପଡିଗଲା। ବହୁତ ଜାଗା, ବହୁତ ପବ୍ଲିକ ପ୍ଲେସ ପଡି ଯାଉଛି। ଇଭେନ ଘର ପରିବାର ଘରେ ବି ନିଆଁ ଲାଗି ଯାଉଛି ସର୍ଟ ସର୍କିଟ ଯୋଗୁ। ଆଉ ପରିବାର ଲୋକ ବି ଚାଲି ଯାଉଛନ୍ତି, ପୋଡି ଯାଉଛନ୍ତି। ତ ଯଦି ସର୍ଟ ସର୍କିଟ ହୁଏ ତାହେଲେ ପ୍ରଥମେ କଣ କଲେ, ସର୍ଟ ସର୍କିଟ ରେ ଗରମ ହବ, ତାପରେ ସ୍ପାର୍କ ଆସିବ, ତାପରେ ଫାୟାର ହୁଏ। এটা ବହୁତ ଡେଞ୍ଜର। ସର୍ଟ ସର୍କିଟ କାହିଁକି ହୁଏ ସେଟା ଆମର କିଛି କାରଣ ଅଛି, ଯେ ପର୍ଟିକୁଲାରଲି ଆମେ ଘରେ ଗୋଟିଏ ପ୍ଲଗ ସକେଟରେ, ଗୋଟେ ପ୍ଲଗ ସକେଟ ମାନେ ଯୋଉଟା ଆମେ ଦେଖୁଛେ, ଯୋଉଟା କହୁଛେ ଆଉଟଲେଟ, ମାନେ ଯୋଉଠି କଣା 3ଟା ଥାଏ କି 4-5ଟା କଣା ଥାଏ, ଆମେ ପ୍ଲଗ ଗେଞ୍ଜୁଛେ। ତ ଯଦି ଆମେ ଗୋଟିଏ ସକେଟରେ ଗେଞ୍ଜିବା ତାହେଲେ ସର୍ଟ ସର୍କିଟ ହବାର ଚାନ୍ସ ନଥାଏ। କିନ୍ତୁ ଯଦି ଆମେ ଏଇ ଯୋଉ ମଲ୍ଟିପିନ୍ ଆସୁଛି, ଆଡାପ୍ଟର ଆସୁଛି, ଯେ ତଳେ 2ଟା ଥିବ, ଉପରେ ଆଉ 2ଟା 3ଟା ଥିବ କଣା, ତାପରେ ଉପରେ ଥିବ। ତ ଆପଣ ଯଦି 2-3ଟା ପ୍ଲଗ ଏକା ସାଙ୍ଗରେ 2-3ଟା ଆପଣଙ୍କର ଆପ୍ଲାଏନ୍ସ ବା ଉପକରଣ, ଇଲେକ୍ଟ୍ରିକାଲ ଉପକରଣ ଯେତେବେଳେ ଲଗେଇବେ, ସର୍ଟ ସର୍କିଟ ହବାର ଚାନ୍ସ ଅଛି। କାହିଁକି ନା ଏମ୍ପିୟରେଜ ଡିଫରେନ୍ସ ପାଇଁ। ସେଟା 5 ଏମ୍ପିୟର ଯଦି ହେଇଛି, ତାହେଲେ ଏଇ ସବୁ ମିଶିଗଲେ, ଧରନ୍ତୁ ଆପଣଙ୍କର 15 ଏମ୍ପିୟର କି 16-20 ଏମ୍ପିୟର ହେଲେ ସେ ସର୍ଟ ହବ, ତା ଭିତରେ ଗରମ ହବ, ସର୍ଟ ହବ, ସ୍ପାର୍କ ହବ, ନିଆଁ ଲାଗିଯିବ। ତ ସେଇଟାକୁ କେବେ ହେଲେ ଆପଣ ସର୍ଟ ସର୍କିଟ କରିବାକୁ ଦେବେନି। ତ ଆମେ କଣ କରିପାରିବା, ମ୍ୟାକ୍ସିମମ୍ ଆମେ 5 ବର୍ଷରେ ଥରେ କମ ସେ କମ ଆମେ ଆମର ୱାୟାରିଂ, ଗୋଟେ ଇଲେକ୍ଟ୍ରିସିଆନ ଡାକିରି ୱାୟାରିଂ, ଇନସୁଲେସନ, ଆର୍ଥିଂ, ମାନେ ଯୋଉଟା ଗ୍ରାଉଣ୍ଡିଂ ଆମେ କହୁଛେ, ଆର୍ଥିଂ, ଆଉ ଇଲେକ୍ଟ୍ରିକାଲ ଆପ୍ଲାଏନ୍ସେସ୍ ଗୁଡାକ, ଯୋଉ ଉପକରଣ ଆମେ ଇଲେକ୍ଟ୍ରିକାଲ ଉପକରଣ ସବୁ ୟୁଜ କରୁଛେ ସେଇଟା, ଆଉ ଯେତେ ସୁଇଚ ସକେଟ ଅଛି, ସୁଇଚ ସକେଟ ଏଗୁଡାକ ସବୁ 5 ବର୍ଷରେ ଥରେ ଇଲେକ୍ଟ୍ରିସିଆନକୁ ଡାକି ଚେକ୍ କରିବା କଥା। 5 ବର୍ଷ ନେଲେ 6 ବର୍ଷ 7 ବର୍ଷକୁ ସେ ଅଲଗା କଥା, କିନ୍ତୁ ଆମେ ଚେକ୍ କରିବା ଦରକାର। ଆଉ ଗୋଟେ ହଉଛି ଆପଣଙ୍କର ଯୋଉ ଇଏ ଆମର କେପାସିଟି ଯାହା ଅଛି, ତାକୁ ଆମର ଯୋଉ ବ୍ରେକର କେପାସିଟିରୁ ଫ୍ୟୁଜ ବ୍ରେକର କଣ, ଆପଣ ମାନେ ପ୍ରାୟ ମହିଳା ମାନେ କିଛି ହୁଏତ ଶୁଣିଥିବେ କିନ୍ତୁ ଜାଣିନଥିବେ। ବ୍ରେକର ମାନେ କେତେଟା ଏରିଆକୁ ନେଇକି ଗୋଟେ ଗୋଟେ ବ୍ରେକର ଲାଗିଥାଏ। ଗୋଟେ ଘରେ 6ଟା 7ଟା 8ଟା ବ୍ରେକର ଲାଗିଥାଏ। ତ ସେ ବ୍ରେକରରେ କଣ ହୁଏ ନା, ଯଦି କିଛି କୋଉଠି ସର୍ଟ ସର୍କିଟ ହେଲା, କିଛି ଗୋଟେ ପ୍ରୋବ୍ଲେମ ହେଲା, ତାହେଲେ ସେ ବ୍ରେକରଟା ଟ୍ରିପ୍ କରିଯାଏ, ତାମାନେ ସେତକ ଏରିଆ ବନ୍ଦ ହେଇଯାଏ। ତ ଯଦି ବ୍ରେକରଟା ଟିକେ ଆମେ ଅଣ୍ଡର ରେଟିଂରେ ଫ୍ୟୁଜଟା ଲଗେଇବା, ତାହେଲେ ଟିକେ ଜଲ୍ଦି ସେଟା ଟ୍ରିପ୍ କରିଯିବ, ତାହେଲେ ଆମେ ସେଥିରୁ ବଞ୍ଚି ପାରିବା। କିନ୍ତୁ ସେଟା ଆମେ ଆମ ଇଚ୍ଛା ଅନୁସାରେ ଲଗେଇବା କଥା ନା, ଇଲେକ୍ଟ୍ରିସିଆନ ସେଟା ସଜେଷ୍ଟ କରିବା କଥା, ସିଏ ଯଦି ଲଗେଇବା କଥା, ଯେତିକି ଯାହା ରେଟିଂ ଅଛି, ହୁଏତ ଟିକେ କମ ଲଗେଇ ପାରେ କି ସେତିକି ଲଗେଇ ପାରେ, କିନ୍ତୁ ଓଭର ରେଟିଂ କେବେ କରେ। ଆମର ଟ୍ରିପ୍ କରିଯାଉଛି ବୋଲି ଆମେ ଅଧିକ ମୋଟା ତାର ଫ୍ୟୁଜ ଦେଇଦେବା, ତାହେଲେ ସେଟା ଉଚିତ ନୁହେଁ। ସିଏ ଗୋଟେ ଗଲା। ଆଉ ଗୋଟେ ହଉଛି ଆମର ସାର୍କିଟ ବ୍ରେକର ଯୋଉ ଟ୍ରିପ୍ ଯଦି ହଉଛି ବାରମ୍ବାର, ଯଦି ଆମର ସାର୍କିଟ ବ୍ରେକର ଯୋଉ ସିବି ବୋଲି କହୁଛୁ, ସାର୍କିଟ ବ୍ରେକର ଯଦି ଟ୍ରିପ୍ ହଉଛି ବାରମ୍ବାର, ଆପଣ ଜାଣିବେ ଯେ କୋଉଠି କିଛି ଗଡବଡ ଅଛି। ତୁରନ୍ତ ଇଲେକ୍ଟ୍ରିସିଆନକୁ ଡକେଇକିରି ସବୁ ଯାକ ଚେକ୍ କରିବେ। ଆମର ଉପକରଣ ଯୋଉ ଉପକରଣ ଗୁଡାକ ଲାଗୁଛି ସେଇଟାକୁ ଚେକ୍ କରିବେ। ତାପରେ ଲାଇନ, ୱାୟାରିଂ ଲାଇନ ଚେକ୍ କରିବେ। ସବୁ ଚେକ୍ କରିବାଟା ଦରକାର। ଆଉ ବିଜୁଳି ଘଡଘଡି ବେଳେ ଆମର ମୁଁ ଦେଖିଛି ଯେ ବହୁତ ଘରେ, ଆମେ ସେମିତି କରୁନୁ, କିନ୍ତୁ ବହୁତ ଘରେ କଣ ନା, ଏମିତି ସବୁ ପ୍ଲଗ ଲାଗିଥିବ, ଖାଲି ମାନେ ଟିଭିର ସୁଇଚ ଟାକୁ ବନ୍ଦ କରିଦେଲେ, ଟିଭିର ସୁଇଚ ନାହିଁ, ଟିଭିର ରିମୋଟରେ ଟିଭି ବନ୍ଦ କରିଦେଲେ, ସେଟଅପ୍ ବକ୍ସ ବନ୍ଦ କରିଦେଲେ, କିନ୍ତୁ ଚାଲିଥିବ କଣ ନା, ସେ ସୁଇଚଟା ରାତି ସାରା, ଦିନ ସାରା 24 ଆୱାର୍ସ 24x7 ଚାଲିଥିବ। ସେଇଟା ବହୁତ ଖରାପ। ଯଦି ଆପଣ ଟିଭି ଦେଖୁନାହାନ୍ତି, ତାହେଲେ ଆପଣ
ସୁଇଚ ଟାକୁ ଯାଇକି ବନ୍ଦ କରନ୍ତୁ। ଆଉ ଘଡଘଡି ବିଜୁଳି ସମୟରେ ଯେତେ ପ୍ଲଗ ଅଛି, ଯେତେ ଆପ୍ଲାଏନ୍ସେସ୍ ଉପକରଣର ପ୍ଲଗ ଅଛି, ସବୁ ପ୍ଲଗ ଗୁଡାକୁ ବାହାର କରିଦିଅନ୍ତୁ। କାହିଁକିନା ଅନେକ ସମୟରେ ସେଟା ବିଜୁଳିର ଏ ଯୋଉ ହାଇ ଭୋଲ୍ଟେଜ ବିଜୁଳିର ପ୍ରଭାବରେ ଆପଣଙ୍କର ଡ୍ୟାମେଜ ହେଇଯାଏ ଆପ୍ଲାଏନ୍ସ ଗୁଡାକ, ଉପକରଣ ଗୁଡାକ। ଯେମିତି ବହୁତ ଜଣଙ୍କର ହେଇଛି, ଆମର ଆମ ବିଲ୍ଡିଂରେ ବି ହେଇଛି। ଲୋକଙ୍କର ଫ୍ରିଜ ନଷ୍ଟ ହେଇଯାଇଛି, ଆପଣଙ୍କର ଆମର ଥରେ ସିଲିଂ ଫ୍ୟାନ୍ ଗୋଟେ ନଷ୍ଟ ହେଇଗଲା, ପୁରା ପୋଡିଗଲା। ଏମିତି ବହୁତ ଜଣଙ୍କର ବହୁତ କିଛି ହଉଛି। ତ ବାରମ୍ବାର ଟ୍ରିପ୍ କଲେ ଇଲେକ୍ଟ୍ରିସିଆନ କୁ ଡାକିରି ଦେଖେଇବେ। ଆଉ ସିନିୟର ସିଟିଜେନ ମାନେ ପର୍ଟିକୁଲାରଲି ଯୋଉମାନେ ଅଛନ୍ତି ସେମାନେ ଚେଷ୍ଟା କରିବେ ଯେ ଅଟୋ ସଟ୍ ଅଫ୍ ଆପ୍ଲାଏନ୍ସ ୟୁଜ କରିବା ପାଇଁ। ଅବଶ୍ୟ ଆମର ଗିଜରରେ ଅଛି, ଆପଣ ଫ୍ରିଜରେ ଥାଏ, ଯୋଉଟା କି ଯଦି ଗୋଟେ ପର୍ଟିକୁଲାର ଟେମ୍ପରେଚର ପହଞ୍ଚିଗଲା ତାପରେ ଅଟୋ ସଟ୍ ଅଫ୍ ହେଇଯାଏ, ସେଟା ବନ୍ଦ ହେଇଯାଏ। ଯେତେବେଳେ ଟେମ୍ପରେଚର ପୁଣି କମିଗଲା କି ବଢିଗଲା, ଗିଜର କେସରେ ଅଲଗା, ଫ୍ରିଜ କେସରେ ଅଲଗା, ତ ସେତେବେଳେ ପୁଣି ଆଉଥରେ ଆମର ଇଲେକ୍ଟ୍ରିକ ପାୱାର ସପ୍ଲାଇ ଆସେ, ପୁଣି ଚାଲେ। ତ ଯେହେତୁ ଆମର ସିନିୟର ସିଟିଜେନ ମାନେ କି ବରିଷ୍ଠ ନାଗରିକ ମାନଙ୍କର ଡିମେନ୍ସିଆ ଦେଖା ଦେଇଥାଏ, ଆଉ ମେମୋରି ଚ୍ୟାଲେଞ୍ଜ ମଧ୍ୟ କରାହୁଏ, ସେଥିପାଇଁ ଆମକୁ ଦରକାର ଯେ ନିହାତି ଭାବରେ ଯେ ଅଟୋ ସଟ୍ ଅଫ୍ ଯଦି ଆପ୍ଲାଏନ୍ସ ଆମେ କିଣି ପାରୁଛେ ବହୁତ ଭଲ। ଆଇରନ୍ ଫାଇରନ୍ ବି ଅଛି ଅଟୋ ସଟ୍ ଇଏ ଆଜିକାଲି ଆସୁଛି, ଆଗରୁ ଆସୁନଥିଲା, ଏବେ ଆଜିକାଲି ସବୁ ଅଟୋ ସଟ୍ ଅଫ୍ ସହିତ ଆସୁଛି। ଆଉ ଘରେ ହିଟ୍ ଡିଟେକ୍ଟର ଆମର ରଖିବା ଦରକାର। ଘରେ ହିଟ୍ ଡିଟେକ୍ଟର ମାନେ ଯୋଉଠି ହିଟ୍ ହେଲା ଆମକୁ ଡିଟେକ୍ଟ କରିବ। କିନ୍ତୁ ହିଟ୍ ଡିଟେକ୍ଟର ଆହୁରି ଭଲ ହଉଛି ସ୍ମୋକ୍ ଡିଟେକ୍ଟର, ବରିଷ୍ଠ ନାଗରିକଙ୍କ ପାଇଁ ପର୍ଟିକୁଲାରଲି ସ୍ମୋକ୍ ଡିଟେକ୍ଟର। ସେ ସ୍ମୋକ୍ ଡିଟେକ୍ଟର ଲଗେଇଲେ କଣ, ଯେତେବେଳେ ଗୋଟେ ଧୂଆଁ ହେଲା କଣ ହେଲା, ତାହେଲେ ସେ ଗୋଟେ ଭାଇବ୍ରେସନ ଟେକ୍ନିକ ଦ୍ଵାରା ଆମର ଫ୍ଲାସିଂ ଲାଇଟ୍ ଦ୍ଵାରା ଆମକୁ ଜଣେଇଦବ ଯେ ବର୍ତ୍ତମାନ କୋଠି କୋଠି କିଛି ପ୍ରୋବ୍ଲେମ ହେଲା, ସ୍ମୋକ୍ କୋଠି ଅଛି। ସାଙ୍ଗେ ସାଙ୍ଗେ ଆପଣ ସବୁ ଅଫ୍ କରିବେ, ଦେଖିବେ, ଚେକ୍ କରିବେ, କାହାକୁ ଡାକିବେ, କଣ କରିବେ, ସେଟା ଗଲା। ତ ଇଏ ହେଲା ଆପଣଙ୍କର ଇଲେକ୍ଟ୍ରିକାଲ ଟିପ୍ସ, ଯୋଉଟା କି ଇଲେକ୍ଟ୍ରିକାଲ ଉପକରଣ ବ୍ୟବହାର କରନ୍ତୁ ବା ଇଲେକ୍ଟ୍ରିସିଟି ୟୁଜ କରନ୍ତୁ, ଯାହା ବି ତାର ଟିପ୍ସ କହିଲି। ବର୍ତ୍ତମାନ ବାଥରୁମ ରେ କଣ କରିବେ, ବାଥରୁମ ରେ କଣ କଣ କରିପାରିବେ, କଣ କେମିତି ଆପଣ ବାଥରୁମ ଗଲେ କି ବାଥରୁମ ୟୁଜ କଲେ କଣ କଣ କରିବେ ଯୋଉଥିରେ କି ଆପଣ ସୁସ୍ଥ ରହିପାରିବେ, ମାନେ ଆପଣଙ୍କର କୌଣସି ଅସୁବିଧା ହବନି। ଆକ୍ଚୁଆଲି ଆପଣ ବାଥରୁମ କୁ କେତେ ଜଣ କହନ୍ତି ସ୍ୱର୍ଗଦ୍ୱାର ବୋଲି, କାହିଁକିନା ବାଥରୁମରୁ ହିଁ ଲୋକଙ୍କର ଅନ୍ତିମ ଯାତ୍ରା ଷ୍ଟାର୍ଟ ହୁଏ। ବାଥରୁମରେ ପଡିଯାନ୍ତି, ତାପରେ ଆସନ୍ତି, ପାରାଲିସିସ୍ ହେଇଯାଏ, କି ଆଉ କଣ ହୁଏ, କି ହାର୍ଟ ଆଟାକ୍ ହୁଏ, କଣ ହୁଏ, ତାପରେ ସେଠୁ ପୁଣି ପୁରୀରେ ଯୋଉ ସ୍ୱର୍ଗଦ୍ୱାର ଅଛି ସେଠିକି, ନହେଲେ ସତ୍ୟନଗର ବସାଣି କହୁଛନ୍ତି ସେଠିକି। ତ ବାଥରୁମକୁ ବହୁତ ଇମ୍ପୋର୍ଟାନ୍ସ ଦେବା କଥା। ବାଥରୁମ ବ୍ୟବହାର କଲା ବେଳକୁ ଆପଣଙ୍କୁ ପର୍ଟିକୁଲାରଲି ମୁଁ କହିବି 80 ବର୍ଷର ଯୋଉମାନେ ଉର୍ଦ୍ଧ୍ୱ ବା 80 ବର୍ଷରୁ କମ୍ କିନ୍ତୁ ସେମାନେ ରୋଗୀ ଅଛନ୍ତି କି ଠିକ ସେ ଚାଲି ପାରୁନାହାନ୍ତି, ତାଙ୍କର କିଛି ପ୍ରୋବ୍ଲେମ ଅଛି, ତାହେଲେ ସେମାନେ ବାଥରୁମକୁ କେବେ ଭିତରୁ ଲକ୍ କରିବା କଥା ନୁହେଁ। ଆଗରେ ଗୋଟେ ଇଣ୍ଡିକେଟର ମିଳୁଛି, ସେ ଯୋଉ ଇନ୍ ଆଉଟ ର ଇଣ୍ଡିକେଟର, ତାକୁ ଗୋଟେ ଇନ୍ ଓଲଟେଇ ଦେଇପାରିବେ, ଆଉଟ କଲେ ଆଉଟ ହେଇପାରିବ, ତାକୁ କରିବେ। ନହେଲେ କେତେ ଜାଗାରେ ଏମିତି କରନ୍ତି, ଯେମିତି ଆମେ ସବୁ ଚାକିରି କଲାବେଳେ ଆମର ସବୁ କେବିନ ବାହାରେ ସବୁ ରେଡ୍ ଲାଇଟ୍ ଗ୍ରୀନ୍ ଲାଇଟ୍ ସବୁ ଥିଲା, ସେମିତି ରେଡ୍ ଲାଇଟ୍ ମଧ୍ୟ ୟୁଜ କରିପାରିବେ। ତାର ସୁଇଚ ଟା ବାଥରୁମ ଭିତରେ ଥିବ, ଯେତେବେଳେ ଜଣେ ବରିଷ୍ଠ ନାଗରିକ ଭିତରକୁ ଯାଉଛନ୍ତି ସୁଇଚ ଟାକୁ ଅନ୍ କରିଦେଲେ ବାହାରେ ରେଡ୍ ଲାଇଟ୍ ଜଳିବ, ଆଉ କି ତା ଭିତରକୁ ଯିବେନି। ଠିକ ହେଲା, ମାନେ ମୁଁ କହୁଛି 80 ବର୍ଷରୁ ଉପରେ ଏଇଟା ନିହାତି ଦରକାର। ଆଉ ରେଡ୍ ଲାଇଟ୍ ଟେକ୍ନିକ ବା ଇନ୍ ଆଉଟ ଯୋଉ ଏଇଟାକୁ ନିଶ୍ଚୟ ୟୁଜ କରିବେ। ଆଉ ଆପଣଙ୍କର ଦେଖିଥିବେ ଯଦି ଏୟାରକ୍ରାଫ୍ଟରେ ଆପଣ ଯେତେବେଳେ ୱାସରୁମ ଯାଉଛନ୍ତି ଆଉ ଭିତରୁ ସେଟା ଗ୍ରୀନ୍ ଜଳୁଥିବ, ଯେତେବେଳେ ଭିତରୁ ଆପଣ ବୋଲ୍ଟ ଦେଇ ଦିଅନ୍ତି ସେତେବେଳେ ସେଟା ରେଡ୍ ହେଇଯାଏ। ସେଇ ସିଷ୍ଟମ ତାଙ୍କର ଅଛି। ସେମିତି ଆମର ମଧ୍ୟ ସେମିତି ସିଷ୍ଟମ କରିପାରିବା, କିନ୍ତୁ ସେଟା ତ ବହୁତ କଷ୍ଟଲି ହବ, କିନ୍ତୁ ସୁଇଚ ଟା କମ ସେ କମ ଆମେ ଘରେ ରଖିପାରିବା। ଆଉ ଗୋଟେ ହଉଛି ଗ୍ରାବ ବାର୍ସ, ମାନେ ବାଥରୁମ ଭିତରେ ଆମେ ପଶିଲା ବେଳକୁ ଟାଇମ ଅଛି ମୋ ପାଖରେ, ଆହୁରି ବ୍ୟସ୍ତ ନାହିଁ, ଟାଇମ ଅଛି। ତ ବାଥରୁମ ଭିତରେ ପଶିଲା ବେଳକୁ ଆମେ ସପୋର୍ଟ ନେବା ପାଇଁ ଗ୍ରାବ ବାର୍ସ ର ବ୍ୟବସ୍ଥା ରହିବା ଦରକାର। ଟଏଲେଟ ଆଉ ସାୱାର ପାଖାପାଖି ଯୋଉ ଏରିଆରେ ଆମେ ଯାତାୟାତ କରୁଛୁ ନର୍ମାଲି ବାଥରୁମରେ, ସେଠି ଗ୍ରାବ ବାର୍ସ ମାନେ କଣ ନା ବିଭିନ୍ନ କମ୍ପାନୀର ଭଲ ଭଲ କମ୍ପାନୀର ଗ୍ରାବ ବାର୍ସ, ଯେମିତିକି ଆପଣଙ୍କର ଜାକ୍ୱେର ହେଲା କି ହିନ୍ଦୱେର ହେଲା କି ପେରିୱେର ହେଲା, ଏଗୁଡାକର କିଣିକିରି ଆପଣ ଏଠି ହ୍ୟାଣ୍ଡେଲ ଥିବ, ଯୋଉଟାକୁ ହ୍ୟାଣ୍ଡେଲକୁ ଧରିକିରି ଆପଣ ଟଏଲେଟରୁ ଉଠିବେ କି ଟଏଲେଟରେ ବସିବେ, ତ ସେଗୁଡାକ ଠିକ ରହିବ। ଯଦି ଆପଣ ଚାଲୁ କମ୍ପାନୀରୁ କୋଉଠୁ କିଣିଦେବେ, ଆପଣ ଟଏଲେଟକୁ ଧରିକିରି ଉଠିଲା ବେଳକୁ ସେଇଟା ହାତକୁ ପଳେଇ ଆସିବ, ଉପଡ଼ିକିରି ପଳେଇ ଆସିବ। ସେଥିପାଇଁ ଭଲ ଭଲ କମ୍ପାନୀର ସେଟା କହନ୍ତି ଗ୍ରାବ ବାର, ଯୋଉଟା କି ଆପଣ ଧରିକିରି ସପୋର୍ଟରେ ଠିଆ ହେବେ, ଚାଲିବେ କି ବସିବେ, ଯାହା ବି କରିବେ।
ଆଉ ଗୋଟେ ହଉଛି ବାଥରୁମରେ ସବୁବେଳେ ଗୋଡ ଖସିବାର ସମ୍ଭାବନା ବେଶୀ, କାହିଁକି ନା ସାବୁନ ଫାବୁନ ପାଣି କି ଆପଣଙ୍କର ପାଣି ସବୁବେଳେ କମ ସେ କମ ପାଣି ତ ସବୁବେଳେ ଅଛି। ତ ସେଥିପାଇଁ ନନ୍ ସ୍ଲିପ୍ ମ୍ୟାଟ୍ ମିଳୁଛି, ଯୋଉଟା କି ତଳେ ରବର ଥିବ। ଆପଣ ସେଇ ଇଭେନ୍ ଆମ ଘରେ ବି ଦିଟା ଅଛି ସେମିତି ଫୁଟ୍ ମ୍ୟାଟ୍। ତ ସେଇ ମ୍ୟାଟ୍ ଯଦି ଆପଣ ଗୋଡରେ ଯେତେ ଘୋଷାଡିଲେ ସେ ଯିବନି, ଆପଣ ଯେତେ ଘୋଷାଡିବେ ଚେଷ୍ଟା କରିବେ ସେ ଯିବନି, କିନ୍ତୁ ହାତରେ ଆପଣ ଉଠେଇବାକୁ ପଡିବ। ଯଦି ଗୋଟେ ଜାଗାରୁ ଗୋଟେ ଜାଗା ନେବେ ତ ହାତରେ ଉଠେଇଲେ ହିଁ ଯିବ। ସେଥିପାଇଁ ସେବେ ସ୍ଲିପ୍ କେବେ କରିବନି। ସେଇ ପ୍ରକାର ମ୍ୟାଟ୍ ଆପଣ ବାଥରୁମରେ ରଖିବେ। ଆଉ ତାଠୁ ଭଲ ଆଜିକାଲି ଆସିଗଲାଣି ଯେ ଆପଣଙ୍କର ଯୋଉ ଷ୍ଟ୍ରିପ୍, ନନ୍ ସ୍ଲିପ୍ ଷ୍ଟ୍ରିପ୍ସ କହୁଛନ୍ତି, ଏମିତି ଷ୍ଟ୍ରିପ୍ ଗୁଡାକ, ସେଗୁଡାକ ବି ଆପଣ ବାଥରୁମରେ ୟୁଜ୍ କରିପାରିବେ। ଆଉ ଗୋଟେ ହଉଛି କଣ ବାଥରୁମ ପାଇଁ, ଯେ ଯୋଉ ବାଥରୁମରେ ଅନେକ ସମୟରେ ଗରମ ହୁଏ, ବହୁତ ଜୋରରେ ଗରମ ହୁଏ। ଆମର ଏକ୍ସଷ୍ଟ ଫ୍ୟାନ୍ ରହିବା ନିହାତି ଦରକାର, କିମ୍ବା ଏକ୍ସଷ୍ଟ ଫ୍ୟାନ୍ ନଥିଲେ ବି ୱାଲ୍ ମାଉଣ୍ଟିଂ, ଏକ୍ସଷ୍ଟ ଫ୍ୟାନ୍ ଥିଲେ ବି ଏତେ ଗରମ ଲାଗେ, ୱାଲ୍ ମାଉଣ୍ଟିଂ ଫ୍ୟାନ୍ ଯୋଉଠି ମନେକର ଟଏଲେଟ୍ ଅଛି ତା ଉପରେ ୱାଲ୍ ମାଉଣ୍ଟିଂ, ଗାଧେଇଲା ବେଳେ ତ ଦରକାର ପଡିବନି, କିନ୍ତୁ ଟଏଲେଟ୍ ସମୟରେ ଆପଣଙ୍କର ୱାଲ୍ ମାଉଣ୍ଟିଂ ଫ୍ୟାନ୍ ଯଦି ଗୋଟେ ଥିବ, ଛୋଟ ଫ୍ୟାନ୍ ଗୋଟେ ଟେବୁଲ ଫ୍ୟାନ୍ ୱାନ୍ ସାଇଜ ର, ତାହେଲେ ସେଠାରେ ଆପଣ ପବନ ହେଲେ ଆପଣଙ୍କର ଏକ୍ସଜେସନ ହବନି। ନହେଲେ କଣ ହୁଏ ନା, ଝାଳ ବୋହିକିରି ଆପଣ ମାନେ ଯୋଉ କହନ୍ତି ସଫୋକେଟେଡ୍ ଆଲଜିଆ ହେଇଯାନ୍ତି ଲୋକ, ସେମିତି ହବାର ସମ୍ଭାବନା ଅଛି ବରିଷ୍ଠ ନାଗରିକଙ୍କ ପାଇଁ। ସେଥିପାଇଁ ଝାଳ ବୋହିଲେ ଆପଣ ଅସୁସ୍ଥତା ଫିଲ୍ କରିବେ। ସେଥିପାଇଁ ଗୋଟେ ଫ୍ୟାନ୍, ଏକ୍ସଜଷ୍ଟ ଫ୍ୟାନ୍, କିଛି ନହେଲେ ୱାଲ୍ ମାଉଣ୍ଟିଂ ଫ୍ୟାନ୍ ମଧ୍ୟ, ୱାଲ୍ ମାଉଣ୍ଟିଂ ଫ୍ୟାନ୍ ତ ନିହାତି ଦରକାର ପଡିବ, ସେଟାକୁ କରିବେ। ଆଉ ଗିଜର ୟୁଜ କଲେ ଗିଜର ଟେମ୍ପରେଚର ଟାକୁ ସବୁବେଳେ ଗୋଟେ କଣ୍ଟ୍ରୋଲରେ ରଖିବେ। କାହିଁକି ନା ଯଦି ବେଶୀ ହାଇ, ଧରନ୍ତୁ ଆପଣ 90 ଡିଗ୍ରୀ ରଖିଦେଇଛନ୍ତି କି 65 ଡିଗ୍ରୀ ରଖିଛନ୍ତି, ତାହେଲେ ଯେତେବେଳେ ଗିଜରଟା ଖୋଲିବେ ହଠାତ୍ ହାତ ପୋଡି ଯାଇପାରେ। ହାତ ମାନେ ପୋଡିବ ମାନେ ନିଆଁରେ ତ ପୋଡିବନି, କିନ୍ତୁ ଫଟକା ହେଇଯିବ। ସେଥିପାଇଁ ଆପଣ ଗିଜର ଟେମ୍ପରେଚର ଟାକୁ ଆପଣଙ୍କ ଇଚ୍ଛା ଅନୁସାରେ, ଆପଣଙ୍କର ସୁବିଧା ଅନୁସାରେ ଆପଣ ରଖିବେ। ନର୍ମାଲି 38 ଡିଗ୍ରୀ ବରିଷ୍ଠ ନାଗରିକଙ୍କ ପାଇଁ 38 ଡିଗ୍ରୀ ସେଣ୍ଟିଗ୍ରେଡ ରହିବାଟା ଠିକ। 38 ଡିଗ୍ରୀ ସେଣ୍ଟିଗ୍ରେଡରେ ଆପଣ ଗିଜରକୁ ମେଣ୍ଟେନ କରିବେ। ମାନେ 38 ଡିଗ୍ରୀ ହେଲେ ସେ ଆଉ ପାୱାର ନବନି, ପୁଣି ଆଉ ଯେତେବେଳେ ଗିଜର ଟେମ୍ପରେଚର କମିଯିବ ପୁଣି ଆଉ ଥରେ ସେ 38 ଡିଗ୍ରୀ କରିଦବ ସେୟା। ଆଚ୍ଛା, ଆଉ ଯୋଉ ଟାୱେଲ ର୍ୟାକ୍ ଅଛି ବାଥରୁମରେ, କି ସେଲ୍ଫ ଯୋଉଥିରେ ସାବୁନ ରଖାହଉଛି, ଯାହା ରଖାହଉଛି, ସେ ସେଲ୍ଫ ଇତ୍ୟାଦି ଠିକ ଉଚ୍ଚତାରେ ରଖିବେ, ଯେମିତିକି ଆପଣଙ୍କୁ ବେଶୀ ଉଠେଇବାକୁ ପଡିବନି, କି ହାତ ବଢେଇବାକୁ ପଡିବନି ବେଶୀ, କି ତଳକୁ ଲହିବାକୁ ପଡିବନି, ତଳକୁ ଝୁକିକିରି ଆଣିବାକୁ ପଡିବନି। ସେମିତି ଲେଭେଲ ରଖିବେ ସେଠିକି ଆପଣଙ୍କର ଟାୱେଲଟାକୁ ଠିକ ସେ ନେଇପାରିବେ, କି ଆପଣଙ୍କର ଯାହା ସାମ୍ପୁ ହେଲା କି ଆପଣଙ୍କର ବଡି ୱାଶ ହେଲା, ଯାହା ବି ହେଲା ଆପଣ ସେଠୁ ନେଇପାରିବେ। ଆଉ ଗୋଟେ ହଉଛି ଅଯଥା ବାଥରୁମଟାକୁ ଗହଳି କରିବେନି। ମାନେ ଏସବୁ ବାଲ୍ଟି ଫାଲ୍ଟି, ଏ 2-3ଟା ବାଲ୍ଟି 4ଟା ବାଲ୍ଟି ଏମିତି ସବୁ ରଖିଥାନ୍ତି ବାଥରୁମରେ, ସେମିତି ଦରକାର ନାହିଁ। ଯଦି ବାଥରୁମରେ ବାଲ୍ଟି ଦରକାରରେ ଅଛି, ଠିକ ଅଛି, ଗୋଟେ ବାଲ୍ଟି ରଖନ୍ତୁ, ମ୍ୟାକ୍ସିମମ୍ 2ଟା ବାଲ୍ଟି ରଖନ୍ତୁ, କିନ୍ତୁ ବାଲ୍ଟି ୟୁଜ କରିବେନି। ଆପଣଙ୍କର ସ୍ପ୍ରେ ୟୁଜ କରିବେ ବେଶିକରି, ବାଲ୍ଟି ବେଶୀ ୟୁଜ କରିବେନି, କାହିଁକିନା ଆପଣଙ୍କର ମୁଭମେଣ୍ଟଟା, ଯଦି ବହୁତ ବଡ ବାଥରୁମ ଅଛି ଅଲଗା କଥା, ନହେଲେ ମୁଭମେଣ୍ଟଟା ରେଷ୍ଟ୍ରିକ୍ଟ ହେଇଯିବ। ତ ବାଥରୁମରେ ବାଲ୍ଟି ଫାଲ୍ଟି ଅଧିକ କିଛି ରଖିବେନି। ଆଉ ଗୋଟେ ହଉଛି ବହୁତ ବଡ ଜିନିଷ, ଯୋଉଟା କି ପ୍ରାୟ ଆମେ କାହା ଘରେ ଦେଖୁନେ, ଯେ ଇଲେକ୍ଟ୍ରିକ କଲବେଲ ଗୋଟେ ବାଥରୁମରେ ରହିବା ଦରକାର। ଇଲେକ୍ଟ୍ରିକ କଲବେଲ ଥିବା ସୁଇଚ, ହାତ ପାଇଲା ଭଳିଆ ସୁଇଚ, ଯଦି ଟଏଲେଟରେ ବସିଛନ୍ତି ସେଇଠୁ ବି ପାଉଥିବ, ସାୱାରରେ ଗାଧଉଛନ୍ତି ସେଇଠୁ ବି ପାଉଥିବ। ଗୋଟେ ଇଲେକ୍ଟ୍ରିକ ସୁଇଚ ଆପଣ ଚିପିଲେ ଘର ଲୋକ କିଏ ବାହାରିବେ। ଯଦି କିଛି ଅସୁବିଧା ହେଲା, କିଛି ଅସୁବିଧାରେ ଆପଣ ଘର ଲୋକଙ୍କୁ ଡାକିବା ପାଇଁ ସେ କଲବେଲଟା ରଖିବେ। କିନ୍ତୁ ତାଠୁ ବେଟର ହଉଛି ଆପଣଙ୍କର ବ୍ୟାଟେରୀ ଅପରେଟେଡ ଜଣେ କୁନାର ମିଳୁଛି, ମୁଁ ଦେଖିଛି। ମୋ ମଦର ପାଇଁ ଗୋଟେ ଚାଇନାର 200 ଟଙ୍କା ଦେଇକି କିଣିଥିଲୁ, ସେ 10 ଦିନ ଗଲାନି, ସେ ଖତ ହେଇଗଲା, ଗଲା, ଫୋପଡା ହେଲା ତାକୁ। କିନ୍ତୁ କୁନାର ମିଳୁଛି ଯୋଉଟା କି 700-800 ଟଙ୍କା ପଡୁଛି, ସେଇଟା ଆଣିକିରି ରଖିପାରିବେ ବାଥରୁମରେ। ତାର ସେଟା ପୋର୍ଟେବଲ, ଆପଣ ଯୋଉଠିକି ଯିବେ ସେଠି ବାହାରେ ରଖିପାରିବେ, ସୋଟ୍ ରଖିପାରିବେ। ସେଇଟା ସବୁବେଳେ ଦରକାର। ସେଇଟା ଯଦି କରିବେ ତାହେଲେ ଆପଣଙ୍କର କଲବେଲଟା ବାଜିଲେ ଆପଣ ଯିଏ ବି ଘର ଲୋକ ଆପଣଙ୍କୁ, ମାନେ ସିନିୟର ସିଟିଜେନ ଯିଏ ବି ଅଛନ୍ତି, ତାକୁ କଲବେଲର ଏଇଟା ଶୁଭିବ, ଆବାଜଟା ଶୁଭିବ, ଆଉ ସେମାନେ ଆସିକି ଆଟେଣ୍ଡ କରିପାରିବେ। ଆଉ ଗୋଟେ ହଉଛି ବାଥରୁମରେ ସ୍ଲାଇଡିଂ ଡୋର ହେଲେ ଭଲ। ଆମର ତ ଯାହା ହେଇଯାଇଛି, ଆମେ କିଛି କରିପାରିବାନି, କିନ୍ତୁ ଏଇଟା ବରିଷ୍ଠ ନାଗରିକ ମାନେ ଯୋଉମାନେ ନୂଆ ବର୍ତ୍ତମାନ କରିବାକୁ ଚାହୁଁଛନ୍ତି, କି ନୂଆ କିଛି ରିନୋଭେଟ କରିବାକୁ ଚାହୁଁଛନ୍ତି ଘର પર, ତାହେଲେ ବାଥରୁମରେ ସ୍ଲାଇଡିଂ ଡୋର କରିଦେଲେ କଣ ନା, ସ୍ଲାଇଡିଂ ଡୋର ଖୋଲିଯିବ। 4 ମିନିଟ୍ 4 ମିନିଟ୍ ଭଳିଆ ରହିଲା। 4 ମିନିଟ୍ ରହିଲା? ନାଇଁ 7ଟାରୁ 6ଟା। ନାଇଁ 4 ମିନିଟ୍ ଠିକ। ହଉ, ମୁଁ ସାରି ଦଉଛି। ଆଉ ବେଶୀ କିଛି ନାହିଁ,
4 ମିନିଟ୍ରେ ସରିଯିବ 5 ମିନିଟ୍ରେ ସରିଯିବ। ଆଚ୍ଛା, ସ୍ଲାଇଡିଂ ଡୋର କରିବେ ରଖିବେ। ଆଉ ନନ୍ ସ୍ଲିପ୍ ବାଥରୁମ୍ ସ୍ଲିପର ମଧ୍ୟ ୟୁଜ୍ କରିବେ। ଯୋଉଟା ବାଥରୁମ୍ ସ୍ଲିପର ୟୁଜ୍ କରିବେ ସେଟାକୁ ବର୍ଷକୁ ଥରେ ଆପଣ ଚେଞ୍ଜ କରିଦଉଥିବେ। ଏଇଟା ଗଲା ବାଥରୁମ୍ ର। ବର୍ତ୍ତମାନ ଘର ଭିତରେ ମାନିବା ପାଇଁ ସରିବ 3 ମିନିଟ୍ରେ ସରିଯିବ 4 ମିନିଟ୍ ବି ନାହିଁ। ଆଉ ଘର ଭିତରେ ମାନିବା ପାଇଁ କେତେଟା ଟିପ୍ସ କଣ? ଦରକାରୀ ଜାଗାରେ ସିଡିରେ ମାନେ ଯୋଉଠି ଆପଣଙ୍କର ସିଡି ଅଛି ସେ ଜାଗାରେ ବା ସିଡିରେ ସବୁ ଦୁଇ ପଟେ ହ୍ୟାଣ୍ଡରେଲ୍ସ କରିବେ। ହ୍ୟାଣ୍ଡରେଲ କଲେ ଆପଣ ଆଉ ଗଲାବେଳୁ ଖାଲି ହ୍ୟାଣ୍ଡରେଲ ରଖିଦେଲେ ହବନି। ଆପଣ ଖାଲି ସିଡିରେ ଯଦି ଓହ୍ଲେଇକିରି ପଳେଇବେ ସେଇଟା ଠିକ ନାହିଁ। ଆପଣ ସିଡିର ରେଲିଂକୁ ଧରିକି ଯିବେ, ସବୁବେଳେ ଚଢିବେ ଉଠିବେ। ଖାଲି ରେଲଟା ଲଗେଇଦେଲେ ହବନି, ଆପଣ ତାକୁ ବ୍ୟବହାର କରିବେ ଯୋଉମାନେ ସିନିୟର ସିଟିଜେନ ଅଛନ୍ତି। ଆଉ ଯୋଉ ଜାଗା ପାଣି ଦ୍ୱାରା ଓଦା ହେଇଥିବ ସେଠି ନନ୍ ସ୍ଲିପ୍ ଘରେ, ମାନେ ଘରର କଥା ମୁଁ ଏଇଟା କହୁଛି, ମାନେ ବାଥରୁମ୍ ଛାଡିକିରି ଅନ୍ୟ ଜାଗାରେ ନନ୍ ସ୍ଲିପ୍ ମେଟ୍ ଆପଣ ଲଗେଇବେ କି ପାପୋଛ ଗୁଡାକ ଯେମିତି ନନ୍ ସ୍ଲିପ୍ ପାପୋଛ ଗୁଡାକ ଅଛି ବିଭିନ୍ନ ଜାଗାରେ ଲଗେଇବେ। ଆଉ ଘର ଭିତରେ ଯିବା ଆସିବା ରାସ୍ତାରେ କୌଣସି ପ୍ରକାର ଏମିତି ଅବଷ୍ଟାକଲ ଯେମିତି ନଥିବ, ପ୍ରତିବନ୍ଧକ, ମାନେ କଣ ଗୋଟେ ଥୁଆ ହେଇଛି, ଗୋଟେ ତାରଟେ ଯାଉଛି, ଗୋଟେ ଡବା ଥୁଆ ହେଇଛି, ଗୋଟେ ଡ୍ରମ୍ ଥୁଆ ହେଇଛି, ସେସବୁ ଜିନିଷକୁ ଇଏ କରିବେ। ଆଉ ବିଶୃଙ୍ଖଳା ଭାବରେ ଜିନିଷକୁ ଏଣେ ତେଣେ ପକେଇବେନି ଘର ଭିତରେ। ଯୋଉମାନେ ସିନିୟର ସିଟିଜେନ ରହୁଛନ୍ତି ତାଙ୍କ ପାଇଁ ସଫିସିଏଣ୍ଟ ରାସ୍ତା ଯିବା ପାଇଁ, ଯେ ଧରନ୍ତୁ ଆପଣଙ୍କର ଜଣେ ୱାକରେ ଯାଉଛନ୍ତି, ହଁ ଏଇଟା ବି କହିବି ମୁଁ, ଯାହାର ୱାକର ଦରକାର, ଯାହାର ଷ୍ଟିକ୍ ଦରକାର ସେଟା ୟୁଜ କରିବେ। ଯଦି ଜଣେ ୱାକର ଧରିକି ଯାଉଛନ୍ତି ତା ପାଇଁ ସଫିସିଏଣ୍ଟ ସ୍ପେସ୍ ରହିବା ଦରକାର। ଏମିତି ନହେଲେ ବଙ୍କା କରିକି ନେଇକିରି ଗଲା ବେଳକୁ ସେ ଅସୁବିଧା, କେତେବେଳେ କଣ ଏକ୍ସିଡେଣ୍ଟ ହବ ତାର କହିହବନି କିଛି। ଆଉ ଘର ସବୁବେଳେ ଆଲୋକ ବେଶୀ ରହିବା କଥା। ଲାଇଟରେ ଆପଣଙ୍କର ଇଲେକ୍ଟ୍ରିକ ଲାଇଟରେ ହଉ କିମ୍ବା ସୂର୍ଯ୍ୟ ଆଲୋକରେ ହଉ, କିନ୍ତୁ ଲାଇଟେଡ ହବା କଥା ଘର ସବୁବେଳେ। ଘର ଲାଇଟେଡ ହେଲେ ସେଟା ସେଫ୍, ଗୋଟେ ଲାଇଟେଡ ବେଶୀ ହେଲେ ଟିକେ ସେଫ୍ ସେଟା। ଆଉ ଗୋଟେ କଣ ନା, ନିଜ ଗୋଡକୁ ଯଦି ଚପଲ ଆପଣ ପିନ୍ଧିବେ, ଘରେ ବି ଚପଲ ପିନ୍ଧିବେ, ନନ୍ ସ୍ଲିପ୍ ଚପଲ ପିନ୍ଧିବେ, ଯଦି ବାହାରକୁ ଗଲା ବେଳକୁ ଏମିତି ଜୋତା ପିନ୍ଧିବେ ଯୋଉଟା କି ଆପଣଙ୍କର ସ୍ଲିପ୍ କରିବ, ମାନେ ତଳେ ଫୁଟଟା ରବର ହେଇଥିବ ଆଉ ସ୍ଲିପ୍ କରୁନଥିବ, ଆଉ ସେଇଟା ମଧ୍ୟ ଜୋତାଟା ଗୋଡକୁ ପୁରା ଫିଟ୍ ହଉଥିବ, ତାହେଲେ ଯାଇକିରି ସେଇ ଜୋତା ପିନ୍ଧିବେ। ଆଉ ଯଦି ଢିଲା ଜୋତା ହେଇଥିବ ତାହେଲେ ଆପଣଙ୍କର ରାସ୍ତାରେ ପଡିବାର ସମ୍ଭାବନା ଅଧିକ ରହୁଛି। ଆଉ ଗୋଟେ ହେଲା, ଆପଣ ବରିଷ୍ଠ ନାଗରିକ ମାନେ କେବେ 2 ଚକିଆ ଚଲେଇବେନି, 4 ଚକିଆ ଚଲେଇବେ। ଆଉ 4 ଚକିଆରେ ଆପଣଙ୍କର ପଛରେ ଇ ବୋଲି ଗୋଟେ ଲେଖିଦେବେ, ଆଗରେ ପଛରେ ଇ ଲେଖିପାରନ୍ତି, ନହେଲେ ସିନିୟର ସିଟିଜେନ ଡ୍ରାଇଭିଂ ବୋଲି ଲେଖିପାରନ୍ତି, ଯେ ଅନ୍ୟ ଲୋକମାନେ ଜାଣିବେ ଆଉ ଆପଣଙ୍କୁ ଆସିକି ମାରିବେନି କି ଆପଣଙ୍କୁ ହଇରାଣ କରିବେନି। ସେଇଟା ଗୋଟେ କରିବେ, ଇ ଲେଖିପାରିବେ, ନହେଲେ ଆପଣଙ୍କର ସିନିୟର ସିଟିଜେନ ଡ୍ରାଇଭିଂ ବୋଲିକି ଷ୍ଟିକର ମାରି ପାରିବେ। ଆଉ ଗୋଟେ, କୌଣସି ଆଲୁମିନିୟମ, ଆମର ସବୁ ଆଲୁମିନିୟମ ସିଡି ଘରେ ଅଛି, ଆଲୁମିନିୟମ ସିଡି ବା କୌଣସି କାଠର ସିଡି ବି ଘରେ ଥାଏ, କାଠ ସିଡି, ବାଉଁଶ ସିଡି ଏପରି କେବେ ଚଢିବେନି। କି କୌଣସି ଷ୍ଟୁଲ କିମ୍ବା କୌଣସି ଚେୟାର ଉପରେ ଚଢିକିରି କୌଣସି ଜିନିଷ ବାହାର କରିବା, ଏସବୁ ଭୁଲିଯିବେ, ଏଗୁଡ଼ା ସବୁ ସ୍ୱପ୍ନ ଭାବିବେ, ବୁଝିଲେ। ତ ଆଜି ମୁଁ ସୁତାର ଭାଇଙ୍କ ସାଙ୍ଗରେ କଥା ହଉଥିଲି, ସେ ଗୋଟେ ଏକ୍ସାମ୍ପଲ ଦେଲେ, 1 ମିନିଟ୍ କହିବି। ଯେ ଜଣଙ୍କର ଏମିତି ସେ ଗାଧେଇକିରି ଆସିଲେ, ତାଙ୍କର ଲୁଗା ଶୁଖେଇବା ପାଇଁ ସେ ତାରଟା ଟିକେ ଉପରେ ଥିଲା, ସେ ଜମ୍ପ କରିକିରି ଲୁଗା ଶୁଖେଇଲା ବେଳକୁ ସେ ହାତ ଦେଇଦେଲେ ସେ ତାରରେ, ସେ ହାତ ଛିଡିଗଲା, ମାନେ ତାରଟା ଛିଡିଗଲା, ଛିଡିକି ସେ ତଳେ ପଡିଗଲେ। ଆଉ ତଳେ ପଡିଗଲା ପରେ ତାଙ୍କୁ ପାରାଲିସିସ୍ ଭଳିଆ ହେଇଗଲା, ମାନେ କହିପାରନ୍ତି ପୁରା ପାରାଲିସିସ୍ ବୋଲି କହିପାରନ୍ତି। ସେ ବର୍ତ୍ତମାନ ଏପର୍ଯ୍ୟନ୍ତ ଖଟରେ ଅଛନ୍ତି, ବହୁତ କଷ୍ଟ ପାଉଛନ୍ତି ଏପର୍ଯ୍ୟନ୍ତ, କେତେ ବର୍ଷ ହେଲାଣି। ତ ଏଇ ସବୁ ଜିନିଷ ର ଧ୍ୟାନ ଦେବା ଉଚିତ। ଆଉ ଷ୍ଟୁଲ ଚୌକିରେ ତ ଇଏ କରିବେନି। ଆଉ ଓଭରହେଡ୍ କପବୋର୍ଡ ଗୁଡାକ, ଯେମିତି ଓଭରହେଡ୍, ଏବେ ଏଇଠି ଏଇଟା ମୋର ଲ୍ୟାପଟପ୍ ଟେବୁଲ, ୟା ଉପରେ ଗୋଟେ କବୋର୍ଡ ଅଛି, ଏ କବୋର୍ଡର ଗୋଟେ କବାଟ ଅଛି। ମୁଁ ଯଦି ଏଇଠି ଉଠି ପଡିଛି, କବାଟଟା ଖୋଲା ଅଛି, ଉଠି ପଡିଲେ ମୋ ମୁଣ୍ଡରେ ବାଡ଼ାଏ। ଯଦି ମୁଁ ବହୁତ କେୟାରଫୁଲି ସେ କବାଟକୁ ଖୋଲିଲେ ସାଙ୍ଗେ ସାଙ୍ଗେ ବନ୍ଦ କରିଦିଏ। ତ ସେଇଟାକୁ ସବୁବେଳେ ଧ୍ୟାନ ଦେବେ, ଯେ କେବେ ହେଲେ ଓଭରହେଡ୍ କପବୋର୍ଡର କବାଟ ଖୋଲା ଆଉ ଏଟାକୁ ଯଦି କରୁଛନ୍ତି ତାହେଲେ ଆପଣ ବେଶୀ ଧ୍ୟାନ ଦେଇକି ଏଟା ଦେଖିବେ। ଆଉ ଗୋଟେ ହଉଛି, ଅଜଣା ଲୋକକୁ କେବେ ହେଲେ ବିଶ୍ୱାସ କରିବେନି। କୌଣସି ଅଜଣା ଲୋକକୁ ବିଶ୍ୱାସ କରିକିରି କିଛି ତାଙ୍କଠୁ ଖାଇବେନି କି ତାଙ୍କଠୁ ନେବେନି, କିଛି କରିବେନି, ଅଜଣା ଲୋକକୁ ବିଶ୍ୱାସ କରିବେ। ଆଉ ଘରର ମେନ୍ ଡୋରରେ ଆମର ଯୋଉ ହୋଲ ଅଛି ନା, ହୋଲ କ୍ୟାମେରା ଥାଏ, କ୍ୟାମେରା ଭଳିଆ ଯୋଉ କହନ୍ତି ଡୋର ହୋଲ କହନ୍ତି, ହୋଲରେ ଗ୍ଲାସ ଥାଏ, ସେଇଟାକୁ ଆପଣ ୟୁଜ କରିବେ। ଯଦି କିଏ ଡାକୁଛନ୍ତି ତାହେଲେ ଆପଣ ସବୁବେଳେ ତାକୁ ସେ ବାଟେ ଦେଖିବେ, ତାପରେ ଯାଇକିରି କାହାକୁ ଭିତରୁ ପୁରେଇବେ, କି ଆପଣ ଭିତରୁ ଥାଇକିରି କହିପାରନ୍ତି ଯେ କାହା କଣ ଦରକାର କଣ, ତାହେଲେ ଆପଣ ସେ ଅନୁସାରେ ଡିସିସନ ନେଇପାରନ୍ତି। ଆଉ ଗୋଟେ ଲାଷ୍ଟ ହଉଛି, କେବେ ହେଲେ ତରବର ହେଇକିରି କୌଣସି କାମ କରିବେନି। ବରିଷ୍ଠ ନାଗରିକ ମାନେ ସ୍ଲୋ ଆଣ୍ଡ ଷ୍ଟେଡି, କେବଳ ସ୍ଲୋରେ, ସବୁ କାମ ସ୍ଲୋରେ କରିବେ। ଗାଡି ଚଲେଇଲେ ସ୍ଲୋରେ ଚଲେଇବେ,
ଯାହା କଲେ ଆପଣ ସ୍ଲୋରେ ଚାଲିଲେ ବି ସ୍ଲୋରେ ଯିବେ, ଦେଖି ଚାହିଁ ଯିବେ, ସବୁ କରିବେ। ଆଉ ଗୋଟେ ଦିଟା ଜିନିଷ ଅଛି। ଗୋଟିଏ ଜିନିଷ, ରାସ୍ତାର ସୁରକ୍ଷା ଆମର ଏଥିରେ ନଥିଲା, ନାହିଁ ବୋଲି କହିଲେ ଚଳେ, କିନ୍ତୁ ରୋଡ ସେଫ୍ଟି ଉପରେ ମୁଁ ଗୋଟେ ଜିନିଷ କହୁଛି ଯେ ଯେତେବେଳେ ଆପଣ ଆମେ ପିଲାବେଳେ ପଢିଥିଲେ ଯେ ବାମ ପଟେ ଚାଲିବା କଥା, କିନ୍ତୁ ଆଜିକାଲି ଯୁଗ ବଦଳି ଗଲାଣି। ବାମ ପଟେ ଚାଲିବ ମାନେ ପଛରୁ ଗାଡି ଆସିକରି ମାରିଦବ। ସେଥିପାଇଁ ଡାହାଣ ପଟେ ଚାଲିବା କଥା। ଏଇଟା ଯଦିଓ ଆମର ନାହିଁ ନିୟମରେ, କିନ୍ତୁ ମୁଁ ସବୁବେଳେ ଡାହାଣ ପଟେ ଚାଲୁଛି, କାହିଁକିନା ଆମର ଯଦି ସାମ୍ନାରୁ ଗାଡି ଆସୁଛି ଆମେ ଦେଖୁଛେ, ତାହେଲେ ଆମେ ନିଜକୁ ବଞ୍ଚେଇ ପାରିବା, କି କୁଆଡେ ଚଢିଯିବା, କି ଟିକେ ସାଇଡକୁ ପଳେଇବା, ନିଜକୁ ବଞ୍ଚେଇ ପାରିବା। ପଛପଟୁ ଆମେ କିଛି କରିପାରିବାନି। ଆମ ପଛପଟୁ ଯୋଉ ଗାଡି ଆସୁଛି, ବାଁ ପଟେ ଡାହାଣ ପଟେ ଚାଲିବାଟା ଉଚିତ। ଏଇଟା କୌଣସି ବହିରେ ଲେଖା ହେଇନି କି କୌଣସି ଇନଷ୍ଟ୍ରକ୍ସନ ନାହିଁ ସରକାରଙ୍କଠୁ, କିନ୍ତୁ ଏଇଟା ମୁଁ ହଉଛି ପ୍ରାକ୍ଟିକାଲି ଏଇଟା କରିବା ଉଚିତ। ତା ଛଡା ରୋଡ କ୍ରାସ୍ କଲା ବେଳକୁ ସବୁବେଳେ ବାଁ ପଟକୁ 3 ଥର ଦେଖିବେ, ଡାହାଣ ପଟକୁ 2 ଥର କିମ୍ବା 1 ଥର ଦେଖିବେ ରୋଡ ପାର କରିବେ। ରୋଡ ପାର କଲା ବେଳକୁ ବହୁତ ଜାଗ୍ରତରେ ପାର କରିବେ। ଏବେ ସମୟ ହେଇଛି, ଆଉ 2-4ଟା ଜିନିଷ ଥିଲା କି ନଥିଲା ଛାଡନ୍ତୁ। ବର୍ତ୍ତମାନ ମୋର ବକ୍ତବ୍ୟ ଏଇଠି ସରିଲା। ଆଉ ମତେ ଏତେ ବଡ ସୁଯୋଗ ଦେଇଥିବାରୁ ମୁଁ ସୁତର ଭାଇଙ୍କୁ ଆଉ ଆମର ସଂଯୋଗ ପରିବାରକୁ ମୋ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଆଉ ଆଶା କରୁଛି ଯେ ଆପଣ ମାନେ ଏଇଟାରେ ଆପଣ ମାନଙ୍କୁ କିଛି ବୋର ଲାଗିଥିବ କି ନ ଲାଗିଥିବ ମୁଁ ଜାଣିନି, ସେଇଟା ପଛେ ଜଣା ପଡିବ। ମୋ ମିସେସ୍ କହିଦବ ମତେ, ଜସ୍ମିତା କହିଦବ ଯେ ନା ଏଇଟା ବୋର କଲ କି ଭଲ କଲ, ଯାହା କଲ। ହଉ, ରହିଲି, ନମସ୍କାର, ଜୟ ଜଗନ୍ନାଥ। ହଉ ଶୁଭେନ୍ଦୁ ବାବୁ, ବହୁତ ଧନ୍ୟବାଦ। ଭଲ ଟକ୍ ଟି ଦେଲେ, ଆଉ ବୋର ହବାର ପ୍ରଶ୍ନ ନାହିଁ। ବହୁତ ଭଲ ଏନ୍ଜୟ କଲୁ। ସାଧାରଣ କଥା ସବୁ ଲୋକ ଜାଣିନଥାନ୍ତି, କିନ୍ତୁ ଆମେ ସବୁ ଶିଖିଲୁ ଏ କଥା, ମନେ ରଖିବା ଟିକେ। ବର୍ତ୍ତମାନ ଆମର ସଭ୍ୟମାନଙ୍କର ଯାହାର ଯୋଉ କୋଶ୍ଚିନ୍ ଅଛି ପଚାରି ପାରିବେ, ଡାଇରେକ୍ଟ ଶୁଭେନ୍ଦୁ ଭାଇକି ପଚାରନ୍ତୁ। ମୁଁ ଗୋଟେ ପଚାରି ପାରିବି କି ଶୁଭେନ୍ଦୁ? ହଁ, ନିଶ୍ଚୟ ନିଶ୍ଚୟ। ମୋର ଆକ୍ଚୁଆଲି ବାଥରୁମରେ ଯୋଉ କହିଲ, ମୋର 2ଟା ଜିନିଷ ଆଡ୍ କରିବାର ଅଛି। କାହିଁକିନା ଆଜ୍ଞା। ଗତ 23 ବର୍ଷ ଧରି ମୁଁ ବରିଷ୍ଠ ନାଗରିକଙ୍କ ସାଙ୍ଗେ ଡିଲ୍ କରୁଛି। ପ୍ରଥମତଃ ଆଚ୍ଛା। ବାଥରୁମରେ ଇଲେକ୍ଟ୍ରିକ ବେଲ୍ ରଖିବନି, ସବୁବେଳେ ବ୍ୟାଟେରୀ ବେଲ୍। କାହିଁକିନା ଓଦା ହାତରେ ଆମର ଧରିବା ଟେଣ୍ଡେନ୍ସି ଅଛି, ତେଣୁ ସବୁବେଳେ ବ୍ୟାଟେରୀ ବେଲ୍। ଆଉ ଦ୍ୱିତୀୟ ଜିନିଷ, ଡକ୍ଟର ମାନେ ଆଡଭାଇସ୍ କରୁଛନ୍ତି ଠିଆ ହେଇକିରି ଗାଧେଇବନି, ସବୁବେଳେ ଗୋଟେ ବାଥ୍ ଷ୍ଟୁଲ୍ ଆଜିକାଲି ମିଳୁଛି ଷ୍ଟେଡି, ସେଇଥିରେ ବସିକି ଗାଧେଇବ। କାହିଁକିନା ଠିଆ ହେଇ ଗାଧୋଇଲା ବେଳେ ମୁଣ୍ଡ ଘୁରେଇବାର ଚାନ୍ସ ଭଟାଇଗ ବହୁତ ଲୋକଙ୍କର ଅଛି। ଥାର୍ଡ ଜିନିଷ ମୁଁ ଆଡ୍ କରିବି, ଯେତେବେଳେ ସିନିୟର ସିଟିଜେନଙ୍କର କ'ଣ ହୁଏ, ଯେତେବେଳେ ବାଥରୁମ୍ ଯାଏ ମାନେ କମୋଡରେ ପହଞ୍ଚିବା ଆଗରୁ ଡ୍ରିପ୍ କରିଯାଏ। ତେଣୁ ବହୁତ ସିନିୟର ସିଟିଜେନ୍ ଯେଉଁମାନେ 80+ ଅଛନ୍ତି, ଆଟଲିଷ୍ଟ ବର୍ତ୍ତମାନ ପୋର୍ଟେବଲ୍ କମୋଡ୍ ମିଳୁଛି। ତେଣୁ ବେଡ୍ ସାଇଡ୍ରେ ପୋର୍ଟେବଲ୍ କମୋଡ୍ କେବଳ ରାତି ପାଇଁ, ଯଦି ସେମାନଙ୍କର ଏଇ ଅସୁବିଧା ହେଉଥିବ, କାହିଁକିନା ଅନେକ ସମୟରେ ଡ୍ରିପ୍ କରିକି ଗୋଡ଼ ଖସି ସେମାନେ ପଡ଼ନ୍ତି। ସେଇ 2-3ଟା ଜିନିଷ ମୋତେ ଆଡ୍ କରିବାର ଥିଲା। ଆଉ ତ ନାଇଁ ମୋର, ହଁ ଠିକ ଅଛି। ମୋର ଏ ଭିତରେ ଏଜେଣ୍ଡାରେ ଥିଲା, ମୁଁ ସେତେବେଳେ ବି କହିଛି ଯେ ଇଲେକ୍ଟ୍ରିକ ସୁଇଚ୍ ରଖିବେ। ଯଦି ଇଲେକ୍ଟ୍ରିକ ସୁଇଚ୍ ରଖିବେ, ସେଟା ଟାଇମ କମ ଥିଲା, ସେଥିପାଇଁ ଇଲେକ୍ଟ୍ରିକ ସୁଇଚ୍ ଟା ଯଦି ରଖିବେ ତାହେଲେ ସେମିତି ସେଫ୍ ଜାଗା ରଖିବେ। ଆମର ବି ଗିଜର ପ୍ଲଗ ବି ରହୁଛି, ଇଲେକ୍ଟ୍ରିକ ପ୍ଲଗ ରହୁଛି। ଆଉ ନା ନା ସେଇଟା ବାଥରୁମରେ ବି ଅଛି ଯେ, ବହୁତ। କଥା ହେଲା ସେ ଯୋଉ ବ୍ୟାଟେରୀ ବେଲ୍ଟା ହେଲେ କ'ଣ, ବ୍ୟାଟେରୀ ନାଇଁ, ବେଲ୍ଟା ସେଟା ମୁଁ କହିଲି, ଏନି ମୁଁ ଜାଗାରେ କହିଲି ରଖିଦେବ। ବ୍ୟାଟେରୀ ହଁ, ବେଲ୍ ଆହୁରି ଭଲ ବୋଲି କହିଛି, ବ୍ୟାଟେରୀ ମୁଁ ସେଟା ବେଲ୍ଟା ମଚ୍ କହିଛି। ସେଫର, ହଁ, ଇଲେକ୍ଟ୍ରିକ ବେଲ୍ ଇଜ୍ ନଟ୍ ସେଫ୍। ହଁ, ତାପରେ ବ୍ୟାଟେରୀ କେତେବେଳେ ଲାଇନ ଚାଲି ଯାଇଥିବ ଆମେ ଜାଣିନୁ, ବେଲ୍ଟା ବଜାଉଥିବ, କେହି ଆସିବେନି। ଆଚ୍ଛା, ସୋ ଆଉ ଗୋଟେ ବ୍ୟାଟେରୀ ଜିନିଷ ବେଲ୍ ମୁଁ ମିସ୍ କରିଛି, ଯୋଉଟା କି କହିବା କଥା ଯେ ଆମର ବାଥରୁମ ଆଉ କେତେ ଇମ୍ପୋର୍ଟାଣ୍ଟ ରୁମ୍ ଗୁଡାକ ଆମର ଇନଭର୍ଟର ସାଙ୍ଗରେ, ଇନଭର୍ଟର ସେଟା ମୁଁ ମାନେ ଇଏ କରିପାରିଲିନି, କଭର କରିପାରିଲିନି। ଇନଭର୍ଟର ସାଙ୍ଗରେ ଆମର ବାଥରୁମ ଆଟାଚ ରହିବା, ଲିଙ୍କ ରହିବା ଦରକାର। ମାନେ କି ଯଦି ମାଷ୍ଟର ବେଡରୁମ୍ ଆଣ୍ଡ ମାଷ୍ଟର ବାଥରୁମ୍ शुड बी लिंक्ड टू इन्वर्टर। ଲିଙ୍କ ୱିଥ ଇନଭର୍ଟର, ସେଇଟା ଗୋଟେ। ଆଉ ଯୋଉ ଆପଣଙ୍କର କହିଲେ ଯୋଉ ଆମର ଆଜିକାଲି ମିଳୁଛି ଯୋଉ ବସିବା ପାଇଁ, ମାନେ ଇଭେନ ସ୍ଲାଇଡିଂ ଷ୍ଟୁଲ୍ସ ମିଳୁଛି, ସେଟା ମୁଁ ଜାଣିଛି, ଦେଖିଛି, କିନ୍ତୁ ସେଟା କିନ୍ତୁ ମୁଁ କଭର ସ୍ଲାଇଡିଂ ଟା କଲିନି। ସେଫ୍ ନୁହେଁ, ସ୍ଲାଇଡିଂ ଟା ଏତେ ସେଫ୍ ନୁହେଁ। ମିଳୁଛି ଆର କିନ୍ତୁ ଷ୍ଟୁଲ ଯୋଉଟା ଗୋଟେ କଣକୁ ରଖିଦବ, ମୁଁ ସେଟା ଆପୋଲୋରେ ଦେଖିଥିଲି 4-5 ବର୍ଷ ହେଲା ମୁଁ ୟୁଜ କରୁଛି। ଇଟ୍ ଇଜ ଭେରି ଷ୍ଟେଡି ଆଣ୍ଡ ସେଫ୍। ଆଜ୍ଞା। ଏରା ଠିଆ ହେଇ ଗାଧୋଇଲେ ଅନେକ ସମୟରେ ମୁଣ୍ଡ ଘୁରିବାର ନାଇଁ ଚାନ୍ସ ନାଇଁ, ଠିଆ ହେଇକି ତ ଗାଧୋଇବା କଥା ନୁହଁ। କଥା ନୁହେଁ। ସମସ୍ତେ ତ ବସିକିରି ପ୍ରାୟ ଗାଧଉଛନ୍ତି ସିନିୟର ସିଟିଜେନ, ହଁ। କିନ୍ତୁ ଯୋଉମାନେ ଟିକେ ୟଙ୍ଗ ଅଛନ୍ତି, କିନ୍ତୁ ୟଙ୍ଗ ସିନିୟର ସିଟିଜେନ, ସେମାନେ ଷ୍ଟଡି, ଠିଆ ହେଇକିରି ନାଇଁ ଗାଧେଇ ନାଇଁ, ପାରନ୍ତି। ଟିକେ ଷ୍ଟଡି ଷ୍ଟୁଲ ରଖିବ, ଏମିତି ଟଳଟଳ ଚୌକି, ଟଳଟଳ ଷ୍ଟୁଲ ରଖିବ। ଥ୍ୟାଙ୍କ ୟୁ। ଆଜ୍ଞା ଆଜ୍ଞା। ଆଉ କାହାର କ'ଣ ଅଛି ପଚାରନ୍ତୁ ଆଜ୍ଞା। ଆଉ କିଛି କାହାର ପଚାରିବାର ନାହିଁ ଆଜ୍ଞା। ହଁ, ମୁଁ ରଣଜିତ ଦାସ କହୁଛି, ଶୁଭା ଯାଉଛି? ହଁ, ରଞ୍ଜିତ କୁହ। କୁହନ୍ତୁ। ଆଉ ଗୋଟେ ମୋର କହିବା କଥା, ଆଉ ଗୋଟେ ଏଇ ଯୋଉ ଆମର ଘରେ ଗୋଟେ ମୁଁ ଦେଖୁଛି ଏଇ ଦୀପ ଫିପରୁ ଆକ୍ସିଡେଣ୍ଟ ବହୁତ ହଉଛି, ସେଇ ବିଷୟଟା ଟିକେ କଭର କରିଥିଲେ ହେଇଥାନ୍ତା।
ହଁ ସେଇଟା ଗୋଟେ ଭଲ ଜିନିଷ କହିଲ। ଭେରି କେୟାରଫୁଲ। ହଁ ସେଇଟା ଭଲ ଜିନିଷ କହିଲ ଆକ୍ଚୁଆଲି ଏଇଟା ଠାକୁର ଘରେ ଏଇଟା ନର୍ମାଲି ହୁଏ। ଆଉ କେତେ ଘଟଣା ଆମର ଜଣେ କ୍ଲୋଜ ରିଲେସନ ବୟସ୍କ ସେ ବି ଦୀପରେ ଚାଲି ଯାଇଛନ୍ତି, ଦୀପ ଲାଗି ନିଆଁରେ ଲୁଗା ଲାଗିକି ଚାଲି ଯାଇଛନ୍ତି। ଦୀପଟା ବି ଗୋଟେ ଭଲ ମାନେ ଗୋଟେ ଠାକୁର ଘରଟା ଆମର ପର୍ଟିକୁଲାରଲି ମହିଳାମାନଙ୍କ ପାଇଁ ସେଇଟା ଗୋଟେ ସମସ୍ତେ ଭଲ କେୟାରଫୁଲ ପଏଣ୍ଟ। ହେବା ଦରକାର, ମାନେ ଟିକେ ହଁ ଉଚ୍ଚ ଜାଗା ଠାକୁର ଘରେ ଦୀପଟା ଯୋଉଠି କେୟାରଫୁଲ ହବା ତଳଟା କଥା। ବୋଧେ ରହିବନି। ହଁ କିନ୍ତୁ ଆମେ କଣ କରୁନା, ଆମେ ନର୍ମାଲି ଠାକୁର ଘରକୁ ଦୀପ ମାନେ ସିନିୟର ସିଟିଜେନ ମାନଙ୍କୁ ଠାକୁର ଘରକୁ ଆମେ ପ୍ରବେଶ କରିବା ଉଚିତ। ଆମେ ଯଦି ଧରନ୍ତୁ ମୋ ମଦର ସିନିୟର ସିଟିଜେନ, ତ ତାକୁ ଆମେ ବି ସିନିୟର ସିଟିଜେନ ନା ନା ଅବଶ୍ୟ, କିନ୍ତୁ ଇଭିନ୍ ହଁ ଆମେ ଷାଠିଏ କିନ୍ତୁ ପଞ୍ଚଷଠି ବୟସ୍କ ବର୍ଷ ପରେ ଯୋଉମାନେ ମଧ୍ୟ ବୟସ୍କ ବେଶୀ ନା ନା ବୟସ୍କ ବୟସ୍କ ନହେଲେ ମଧ୍ୟ ଆପଣଙ୍କ ଅଜାଣତରେ ଯଦି ଦୀପଟା ତଳ ଲେବୁଲରେ ରଖୁଛନ୍ତି ଲୁଗାରେ ହଁ ଲାଗିଯିବା ଚାନ୍ସ ଅଛି। ତେଣୁ ହଁ, ଦୀପଟା ବହୁତ ଅଛି ସବୁବେଳେ ଟିକେ ବହୁତ ଉଚ୍ଚ ଅଛି ଜାଗାରେ, ବହୁତ ଅଛି ବହୁତ ହଁ ଅଛି। ହଁ ହଁ ମାନେ ହଁ ଆବସେନ୍ସ ଅଫ ସେଇଟା ବି ମାଇଣ୍ଡ ହଁ ଆବସେଣ୍ଟ ରହିଲେ ହେଇଯିବ, ସେତିକି ବୟସ ଯାଏଁ କିଛି ନାହିଁ। ହଁ ଏଇଟା ବି କଭର କରିବା ଉଚିତ ଥିଲା, କରେକ୍ଟ। ଏଇଟା ବି କଭର କରିବା ଉଚିତ ଥିଲା ଦୀପ ଏଇଟା ଗୋଟେ ଠାକୁର ମାନେ ଘରେ। ମୁଁ ହଁ ଭାବୁଛି ଏଇଟା ଗୋଟେ ବହୁତ କାହିଁକି ନା ନିଆଁ ପଡିଯିବ ଆଉ ଗୋଟେ ଇଲେକ୍ଟ୍ରିକ ସର୍ଟ ସର୍କିଟ, ତିନିଟା ଭାଇଟାଲ ଜିନିଷ। ହଁ ହଁ ନିଆଁରେ ରୋଷେଇ ଘର ଯେମିତି, ଏଇ ଯୋଉ ଠାକୁର ଘର ଦୀପଟା ବି ସେମିତି ବହୁତ ନିହାତି, ଦରକାର। ହଁ କରେକ୍ଟ କରେକ୍ଟ। ଭେରି ଠିକ ଅଛି, ଥ୍ୟାଙ୍କ ୟୁ। ଥ୍ୟାଙ୍କ ସୁରେନ୍ଦ୍ର ଭାଇ, ୟୁ। ମୋର ଗୋଟେ ପ୍ରଶ୍ନ ଅଛି। ଆଜ୍ଞା ଆ, ମୁଁ ଗୋଟେ ନିଜେ ଏକ୍ସପିରିଏନ୍ସ ହେଇଛି ଗୋଟେ ହରର ଟାଇପର ଜିନିଷ। ଆପଣଙ୍କର ଆଜ୍ଞା ଗ୍ୟାସ୍ ଷ୍ଟୋଭ ଯେହେତୁ କହିଲେ, ହଁ ହଁ ଆପଣଙ୍କର ଗ୍ୟାସ୍ ଷ୍ଟୋଭ ଅଫ୍ ଅଛି ରେଗୁଲେଟର। ଆଜ୍ଞା ଆପଣ ଯେତେବେଳେ ଷ୍ଟୋଭରୁ ଅଫ୍ ଅଛି ରେଗୁଲେଟରରୁ, ଆପଣ ହଁ ଯେତେବେଳେ ଇଏ କରୁଛନ୍ତି କ'ଣ ସେଟା ଲାଇଟର ମାରିକିରି ଯେତେବେଳେ ବର୍ଣ୍ଣର ଜଳାଉଛନ୍ତି, ବର୍ଣ୍ଣର ଜଳୁଛି। ଆଜ୍ଞା ଆପଣଙ୍କ ରୋଷେଇ କରୁଛନ୍ତି, ଧରନ୍ତୁ ଆପଣ ଭୁଲି ଯାଇଛନ୍ତି ଗ୍ୟାସ୍ ଷ୍ଟୋଭ୍ ଅନ୍ କରିବା ପାଇଁ, କିନ୍ତୁ ସେ ଅଫ୍ରେ ଅଛି, ମାନେ ଗ୍ୟାସ୍ ରେଗୁଲେଟର, କିନ୍ତୁ ମାନେ ଆପଣଙ୍କର ସିଲିଣ୍ଡର ଆପଣ କହୁଛନ୍ତି ସିଲିଣ୍ଡର ରେଗୁଲେଟର? ସିଲିଣ୍ଡର ହଁ ଅଫ୍ ଅଛି, ହଁ କିନ୍ତୁ ବର୍ଣ୍ଣରରେ ଜଳୁଛି, ହଁ ରୋଷେଇ ହଉଛି ବର୍ଣ୍ଣରରେ। ଏମିତି ହେଲା ପରେ ଆମେ ମାର୍କ କଲା ପରେ ଆମେ କ'ଣ କଲୁ ନା ସେ ସିଲିଣ୍ଡରଟାକୁ ବନ୍ଦ କଲୁ। ବନ୍ଦ କଲା ପରେ ବି ଆଉ ଥରେ ଅନ୍ ଅଫ୍ କଲୁ, କିଛି ଫାଇଦା ହେଲାନି। ତାପରେ ଏମିତି କ'ଣ ହେଲା, ଆମେ ତାକୁ ଉଠେଇବାକୁ ଚେଷ୍ଟା କଲୁ, ସୁ କିନ୍ତୁ ଜୋରରେ ବାହାରିଲା, ତାମାନେ ଗ୍ୟାସ୍ ଲିକ୍ ଚାଲିଛି। ଗ୍ୟାସ୍ ତାପରେ ଲିକ୍ ଆମେ ତାକୁ ଭିତର ଜୋରରେ ଗ୍ୟାସ୍ ଚାବି ଲିକ୍ ଦେଲୁ। ହଉଛି। ଚାବି ଦେଇକି ଆମେ ଡରିକି ଗୋଟେ ଟେକ୍ନିସିଆନକୁ ଫୋନ କଲୁ, ଯେ କି ଚିହ୍ନା ପରିଚୟ, ଆଉ ସେ HPCL ର ଟେକ୍ନିସିଆନ। ସିଏ ଆସିଲା, ସିଏ ଆସିକିରି କ'ଣ କଲା, ହଁ ଆମେ ବସିଛୁ, ଫଟକିନେ ରେଗୁଲେଟରଟା ଉଡ଼ିଗଲା, ମାନେ ଉଠିଗଲା ଉପରକୁ ପ୍ରେସରରେ। ତାପରେ ମୁଁ କ'ଣ କଲି, କେମିତି ଗୋଟେ ବୁଦ୍ଧି ହେଲା ସେଇ ଟାଇମରେ, ମୁଁ କ'ଣ କଲି, ସେ ଠିପିଟାକୁ ଆଣିକି ଜୋରରେ ଦାବି ଦେଲି। ତାପରେ ଗ୍ୟାସ୍ ବନ୍ଦ ହେଇଗଲା, ଲିକେଜ ଆଜ୍ଞା ବନ୍ଦ ହେଲା ପରେ ସେ ଲୋକ ଆଇଲା, ସେ କ'ଣ ହେଲା, ନଡ଼ିଆ ତେଲ ଟିକେ ପକେଇଲା, ମୋର ସେ ରେଗୁଲେଟର ଏପଟ ସେପଟ କଲା। ଏଇଟା ଥରେ ହେଲା, ଆଉ 2 ମାସ ପରେ ଆଉ ଥରେ ହେଲା। ଆମେ ତାକୁ ଯେତେ ଥର କହୁଛୁ, ତୁ ଭାଇ ରେଗୁଲେଟର ଚେଞ୍ଜ କରିଦେ, କାହିଁକି ଏଇଟା ବାରମ୍ବାର ଏଇ ଜିନିଷଟା ହଉଛି କାହିଁକି ମଝିରେ ମଝିରେ? ନା ନା ସିଲିଣ୍ଡର ଦୋଷ ଅଛି। ଆମେ କେମିତି ଜାଣିବା ସିଲିଣ୍ଡର ଦୋଷ ଅଛି ବୋଲି? ତେଣୁକରି ଆମେ କ'ଣ କରୁ, ଯେତେବେଳେ ସିଲିଣ୍ଡର ରଖୁ, ତାକୁ କହୁ ଯେ ତୁ ଆମର ଚୁଲିରେ ଲଗେଇକି ଟେଷ୍ଟ କରେଇକି ଫେର କାଢି ଦେଇକି ତୁ ରଖ। ସେ କରେ କିନ୍ତୁ ତା ବାଦ ବି ଏଇଭଳିଆ ପ୍ରୋବ୍ଲେମ ହଉଛି। ଯଦି କାହା ଘରେ ଏମିତି ପ୍ରୋବ୍ଲେମ ଥିବ, ଆପଣ ଟିକେ କେୟାରଫୁଲ ରହିବେ। ସିଲିଣ୍ଡର ଥିବ କିନ୍ତୁ ଗ୍ୟାସ୍ ଜଳୁଥିବ। ନାଇଁ ସେଇଟା କ'ଣ ନା ଲିକେଜ ସେଇଟାକୁ ହଉଛି ଆମେ ସବୁ କାହିଁକି ନା ଏବେ କ'ଣ କରୁଛୁ, ଯଦି ସିଲିଣ୍ଡର ବନ୍ଦ ଅଛି, ଲିକେଜ ନୁହଁ, ସେ ସିଲିଣ୍ଡର କହୁଛି ସୁଇଚ ସେ ବନ୍ଦ ଅଛି ଆଉ ସିଲିଣ୍ଡର ଗ୍ୟାସ ଜଳୁଛି, ତାମାନେ 100% ଲିକେଜ ଅଛି। ଏଇଟା ଗୋଟେ ଆକ୍ସିଡେଣ୍ଟ ବି ହେଇପାରିବ, ମାନେ ବଡ ଆକ୍ସିଡେଣ୍ଟ ରୁ ବି ଆପଣ ମାନେ ବଞ୍ଚିଛନ୍ତି, ମାନେ ହେଇପାରେ। ହେଇପାରିବ କାହିଁକି ତ ହଁ ତେବେ କହୁଛି ମୁଁ, ଆମେ ଏତେ ଡର ରେଗୁଲାରଲି ବହୁ ଗ୍ୟାସ୍ ଚେଞ୍ଜ କରେ, କିନ୍ତୁ ଏବେ ସେ ଡରିକିରି କହୁଛି ବାପା ଆପଣ ଆସନ୍ତୁ, ହଁ ନାଇଁ ନାଇଁ, ଗ୍ୟାସ୍ ଏଇଟା ସରିଯାଇଛି, ଚେଞ୍ଜ ବହୁତ କରିବାକୁ ବହୁତ ପଡିବ। ମାରାତ୍ମକ ଆମେ ଜିନିଷ ଏକଦମ, ମୁଁ କହୁଛି ଏଇଟା ଅନ୍ୟମାନଙ୍କ ଘରେ ବି ହେଇପାରେ। ଭାଇ ଏଇଟା ରେଗୁଲେଟର ଇଜ ନଟ୍ ୱାର୍କିଂ, ରେଗୁଲେଟର ଲିକେଜ କଥା ନୁହଁ, ଏଇଟା ଜମା ରେଗୁଲେଟର କାମ କରୁନି। ନାଇଁ ନାଇଁ, ନା ଏଇଟା ନା ସେ ଗ୍ୟାସ କହୁଛି ଗ୍ୟାସ ରେଗୁଲେଟର ଓକେ, ରେଗୁଲେଟର ଓକେ, ଆପଣଙ୍କର ସିଲିଣ୍ଡର ଆଜିକାଲି ସେ ଡିଫେକ୍ଟିଭ ଆସୁଛି। ଭାଲ୍ଭ ଟା କାମ କରୁନି, ସିଲିଣ୍ଡର ଭାଲ୍ଭ ଟା କାମ କରୁନି। ନାଇଁ ଏଇଟା ଦିଟା ଜିନିଷ ହେଇପାରେ, ଆଇଦର ଭାଲ୍ଭ ଟା କାମ କରୁନି ସିଲିଣ୍ଡର, କିମ୍ବା ରେଗୁଲେଟର କାମ କରୁନି। ରେଗୁଲେଟର। ନାଇଁ ମୁଁ ଯେତେବେଳେ କହିଲି ରେଗୁଲେଟର ଚେଞ୍ଜ କରନ୍ତୁ ବୋଲି, ମତେ ସେମାନେ କହିଲେ ଆମ ଟେକ୍ନିସିଆନ ଯଦି କହିବ ଚେଞ୍ଜ କରିବା ଦରକାର ବୋଲି, ତାହେଲେ ଚେଞ୍ଜ ହବ, ନହେଲେ ନାହିଁ। ଆଜ୍ଞା ଆପଣ ସେମିତି କହିଲେ ଆମେ ଚେଞ୍ଜ କରିପାରିବୁନି। ତାପରେ ମୁଁ ଟେକ୍ନିସିଆନ କହିଲି, ଭାଇ ତୁ କାହିଁ ରେକମେଣ୍ଡ କରୁନୁ? ସେ କହୁଛି ଆପଣଙ୍କ ରେଗୁଲେଟର ଠିକ ଅଛି, ଆମର ଗ୍ୟାସ୍ ଖରାପ ଅଛି। ସେଟା ପାଇଁ କିଏ ଦାୟୀ? କ'ଣ କମ୍ପ୍ଲେନ କରିବାକୁ ପଡିବ? ସେଟା ସିଲିଣ୍ଡର ଖରାପ କେମିତି ଜାଣିବା ଆମେ?
ଏମିତି ହେଇଛି ମୋର ହଉଛି ମଝିରେ ନାଇଁ ମଝିରେ। ନାଇଁ, ହଁ ଏଗୁଡା ସବୁ ଏମିତି ସବୁ ଏଇ ଏଗୁଡାକ ଆମେ ଚେକ୍ କରୁଛୁ, ପ୍ରତିଦିନ ଆମେ ଚେକ୍ କରୁଛୁ। ଶୋଇଲା ବେଳକୁ ସିଲିଣ୍ଡର ଅଫ୍ କରିକି ଅନ୍ କରିକି ଆଉ ଥରେ ଦେଖୁଛୁ ବର୍ଣ୍ଣରରେ ସେଟା ଜଳୁଛି ନା ଲିଭି ଯାଉଛି ଜଳିକିରି। ତ ମୁଁ ସମସ୍ତଙ୍କ ପାଇଁ ମୁଁ କହିଦେଲି ଏଇଭଳିଆ ଜିନିଷ ହଉଛି। ନାଇଁ ନାଇଁ ଠିକ କଥା ଠିକ କଥା। ଆଜ୍ଞା ହେମନ୍ତ ଠିକ ଭାଇ ଅଛି। ଟିକେ ରଖିବା। ହଁ ବର୍ତ୍ତମାନ କ୍ୱେଶ୍ଚନ ଆୱାର ସରିଲା। ବର୍ତ୍ତମାନ ବିଷ୍ଣୁ ଭାଇ କି ଅନୁରୋଧ କରୁଛୁ ସେ ସମାପନ କରନ୍ତୁ। ବିଷ୍ଣୁ ଭାଇ। ଆଜ୍ଞା, ପ୍ରଥମେ ମୁଁ ସଂଯୋଗୀର ବରେଣ୍ୟ ଭାଇ ଓ ଭଉଣୀ ମାନଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଉଛି। ଆଉ ସଞ୍ଚାଳକ ଭାଇ ହେମନ୍ତ କୁମାର ଭାଇ ଅନେକ ସୁନ୍ଦର ଭାବରେ ସଞ୍ଚାଳନା କଲେ, ତାଙ୍କୁ ଧନ୍ୟବାଦ ଜଣାଉଛି। ଆଉ ଆମର ତ ଆଉ ନେପଥ୍ୟରେ ରହିଛନ୍ତି ସସ୍ମିତା ଭଉଣୀ, ଯିଏ ତାଙ୍କ ମାନେ ସେ କନେକ୍ସନ ଦଉଛନ୍ତି, ସବୁ କାମ କରୁଛନ୍ତି, ତାଙ୍କୁ ଦେଖିପାରୁନୁ, ତାଙ୍କୁ ବି ଧନ୍ୟବାଦ ଜଣାଉଛି। ଆଉ ଇମ୍ପୋର୍ଟାଣ୍ଟ ହଉଛି ଯେ ଆମର ଶୁଭେନ୍ଦୁ ଭାଇ ଯୋଉ ସୁନ୍ଦର ଭାବରେ ପଢିଲେ, ଆମେ ପ୍ରାୟ ବରିଷ୍ଠ ନାଗରିକ ପ୍ରୋବ୍ଲେମ ମାନେ ସବୁ ଜାଗାରେ ଯାଇ ବସୁଛୁ, ହେଲ୍ଥ ପ୍ରୋବ୍ଲେମ କିମ୍ବା କାହାର ସାମାଜିକ ଘରେ ପ୍ରୋବ୍ଲେମ ସେସବୁ ବିଷୟ ଡିସ୍କସନ କରୁଛୁ। କିନ୍ତୁ ଏ ଛୋଟ ଏ ଜିନିଷ ଛୋଟ ହେଲେ ବହୁତ ଇମ୍ପୋର୍ଟାଣ୍ଟ। ଆକୁ କେମିତି ମାନେ ବାଥରୁମ ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ ପର୍ଯ୍ୟନ୍ତ ସିଡିରେ କେମିତି ହ୍ୟାଣ୍ଡଲ କରିବା, ଆଉ ତା ଭିତରେ ଚଢିବା, ଏସବୁ ଓଭରଅଲ୍ କ୍ୟାବ୍, ମାନେ ଯୋଉଟା ଛୋଟ ଛୋଟ ଜିନିଷ କି ଆମେ ନେଗ୍ଲେକ୍ଟ କରୁଛେ। ମୋର ନିଜର ଗୋଟେ ଏକ୍ସପିରିଏନ୍ସ ଅଛି ଯେ ଏ ଯୋଉ ଗ୍ୟାସର ଆମର ଏଚପି ଗ୍ୟାସ୍ ଅଛି, କିନ୍ତୁ ସେଥିରେ ସେମାନେ ଲଗେଇଦେଲେ ଗୋଟେ ଗ୍ୟାସ୍ ତା ତଳେ ହୋଲ୍ ଥାଏ, ରାଉଣ୍ଡ କିମ୍ବା ଲମ୍ବା ଥାଏ, କିନ୍ତୁ ଥରେ ଗୋଟେ ଲଗେଇ ଦେଇ ଗଲେ ସେଥିରେ ତାକୁ ଯେତେବେଳେ ଚେଞ୍ଜ କଲୁ ସେ କହିଲା ଏଇଟା ଆମର ଏଚପି ନୁହେଁ, ଏଇଟା ଇଣ୍ଡିଆନର। ଇଏ ସେମିତି ପ୍ରୋବ୍ଲେମ ହେଲା, ତାଙ୍କୁ ଇଣ୍ଡିଆନ ଗଲାବେଳକୁ ସେମାନେ ବି କହିଲେ ଏଇଟା ନୁହେଁ, ଆପଣ କୋଉଠୁ ଆଣିଛନ୍ତି, କି ଡୁପ୍ଲିକେଟ ଦେଇଛି। କିନ୍ତୁ ଲାଷ୍ଟକୁ ସେଇ ଜଣେ ଆସିଲା ଚକ୍ ନେଇ ମାରିଦେଲା, ଦେଖିଲା ଏଚପି ଲେଖା ଅଛି, କହିଲା ଆମର କେତେ ଗ୍ୟାସ୍ ଏମିତି ରହିଛି, ଇଣ୍ଡିଆନ ଭଳି ରହିଛି, ତେଣୁ ଏଇଟା ପ୍ରୋବ୍ଲେମ ନୁହେଁ। ଏମିତି ବହୁତ ଟେକ୍ନିକ ଅସୁବିଧା ହେଲା, ଆମେ କୋଉଠି କେମିତି କରି ଟଙ୍କା ଦେବୁ, କେମିତି ସେଟାକୁ ଚେଞ୍ଜ କରିବୁ, ଭାରି ପ୍ରୋବ୍ଲେମ ହେଇଗଲା। ଏମିତି ଗୁଡା ଆସୁଛି ବେଳେବେଳେ। ଆଉ ବର୍ତ୍ତମାନ ଏତେ ସୁନ୍ଦର ବୁଝେଇଲେ ମାନେ ସେଟା କେବେ ମାନେ ଭାବି ପାରୁନୁ। ଆଉ ସେତେ ସୁନ୍ଦର ଜଣେ ଡାଇରେକ୍ଟର ଆଉ ଆକ୍ଟର ସବୁ ତାଙ୍କର ଏଇ ଯୋଉ ଆମର ଏଇ ଯୋଉ ରିସେଣ୍ଟଲି ଗଲା ଫକୀର ମୋହନଙ୍କ ସେଠି ହଲରେ ଯୋଉଟା ଆମେ କରିଥିଲେ ମହିଳା ଦିବସ ଉପରେ, ଏତେ ସୁନ୍ଦର ଲାଗିଲା, ତାକୁ ମାନେ ଭୁଲି ପାରୁନି। ଘରେ ଆମର ସମସ୍ତେ ଶୁଣୁଛନ୍ତି, ଏଇ ପର୍ଯ୍ୟନ୍ତ ବି ରେକର୍ଡିଂ ମାନେ ରେକର୍ଡିଂ ଜିନିଷ ଆମେ ଶୁଣୁଛୁ ସବୁବେଳେ। ତାଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ମାନେ ଭାଷା ବି ନାହିଁ। ଆଉ ଆମର ମେନ୍ ହଉଛି ଯୋଉ ମାନେ ଆମର ଶ୍ରୋତା ମାନେ ନଥିଲେ ତ ତାର କିଛି ମୂଲ୍ୟ ନାହିଁ। ଶ୍ରୋତା କମ ହୁଅନ୍ତୁ ବା ଅନେକ ଶୁଣି ପାରୁନାହାନ୍ତି, ସେମାନେ ବି ପରେ ରେକର୍ଡିଂ କି ଶୁଣିବେ, ତାଙ୍କୁ ଧନ୍ୟବାଦ। ଯିଏ ଆଟେଣ୍ଡ କରୁଛନ୍ତି ତାଙ୍କୁ ଧନ୍ୟବାଦ। ଆଉ ସୂତାର ଭାଇ, ସେ ତ ସୂତା ଗୀତାରେ ଆମେ ପଢିଛେ, ସୂତ୍ରେ ମଣି ଗଣାଇବ, ସବୁବେଳେ କନେକ୍ସନ କେମିତି ହବ, ଆମ ସମସ୍ତଙ୍କ ଭିତରେ କନେକ୍ସନ ବାରମ୍ବାର ଫୋନ କରି ମାନେ ପଚାରୁଛନ୍ତି। କିଏ କାହାର ପ୍ରୋବ୍ଲେମ ବି କଣ ଅଛି ତା ବି ଇଣ୍ଡିଭିଜୁଆଲ ବୁଝୁଛନ୍ତି, ତେଣୁ ତାଙ୍କୁ ବି ଧନ୍ୟବାଦ ନ ଦେଇ ରହିପାରୁନି। ଆଉ ଯଦି କେହି ରହିଯାଇଛନ୍ତି ଭୁଲରେ, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦଉଛି। ଆଉ ମୁଁ ଏଥିରେ ମୋର ବକ୍ତବ୍ୟ ଶେଷ କରୁଛି। ଆଉ ଶେଷରେ ବିଷ୍ଣୁ ଭାଇକି ମଧ୍ୟ ବହୁତ ଧନ୍ୟବାଦ, ଆଉ ବିଭୂତି ଭାଇକି ବହୁତ ଧନ୍ୟବାଦ। ଆରମ୍ଭ ବିଭୂତି ଭାଇଙ୍କୁ ଧନ୍ୟବାଦ ଆଜ୍ଞା, ବହୁତ ବହୁତ ଭୁଲି ଧନ୍ୟବାଦ। ବର୍ତ୍ତମାନ ଶେଷ କରିବା, ସମାପନ ହେଲା, ବର୍ତ୍ତମାନ ବନ୍ଦ କରିବା। ଧନ୍ୟବାଦ ସମସ୍ତଙ୍କୁ।